Hello everyone, this is Samishna and you are watching my YouTube channel. ଆଜି ଆମେ ଜାଣିବା ରାଷ୍ଟ୍ର କ'ଣ ଆଉ ସେଇ ବିଷୟରେ ଆଜି ଆମେ ଆଲୋଚନା ମଧ୍ୟ କରିବା। ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ରେ ଏଇ ସିଲାବସ୍ ଅଛି, ତ ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ ପିଲାମାନଙ୍କ ପାଇଁ ଏଇଟା ନିହାତି ଦରକାର। କିନ୍ତୁ ସମସ୍ତେ ଜାଣିବା କଥା ରାଷ୍ଟ୍ର କ'ଣ, ସେଇ ବିଷୟରେ ସମସ୍ତଙ୍କର ଅଭିଜ୍ଞତା ରହିବାର ନିହାତି ଦରକାର। ରାଜନୀତି ବିଜ୍ଞାନର କେନ୍ଦ୍ରବିନ୍ଦୁ ହେଉଛି ରାଷ୍ଟ୍ର। ଯଦି ରାଜନୀତି ଆମେ ଜାଣିଛୁ ବା ରାଜନୀତି ବିଷୟରେ ଆମେ ଜାଣିବାକୁ ଚେଷ୍ଟା କରୁଛୁ, ତାହେଲେ ରାଷ୍ଟ୍ର କ'ଣ ସେଇଟା ନିହାତି ଜାଣିବାର ଦରକାର। ରାଷ୍ଟ୍ରରୁ ହିଁ ରାଜନୀତି ବିଜ୍ଞାନ ଅଧ୍ୟୟନ ଆରମ୍ଭ ଏବଂ ଶେଷ ହୋଇଥାଏ। କ'ଣ କୁହାଯାଏ ନା, ରାଜନୀତି ଯେଉଁ ରାଜନୀତି ଅଛି, ତ ସେଇ ରାଜନୀତିରୁ ହିଁ ଅଧ୍ୟୟନ, ରାଷ୍ଟ୍ରର ଅଧ୍ୟୟନ ହିଁ ସେଇଥିରୁ ହୋଇଥାଏ ଏବଂ ସେଇଥିରେ ଶେଷ ମଧ୍ୟ ହୋଇଥାଏ। ରାଷ୍ଟ୍ରରୁ ହିଁ ଆରମ୍ଭ ହୋଇଥାଏ ଏବଂ ରାଷ୍ଟ୍ରରେ ହିଁ ଶେଷ ହୋଇଥାଏ। ତେଣୁ ପ୍ରଥମେ ଆଲୋଚ୍ୟ ବିଷୟ ହେଉଛି ରାଷ୍ଟ୍ର କ'ଣ। ରାଷ୍ଟ୍ର କ'ଣ ସେଇଟା ଆମେ ନିହାତି ଜାଣିବା କଥା। ଆମେ ଯଦି ରାଷ୍ଟ୍ର ବିଷୟରେ ଜାଣିନଥିବା ତାହେଲେ ଆମକୁ ଅସୁବିଧା ହେବ, ତ ବୁଝିବା ପାଇଁ ଜାଣିପାରିବାନି ରାଷ୍ଟ୍ର କ'ଣ, ସମାଜ କ'ଣ, ଏଇସବୁ ଜିନିଷ ନିହାତି ଜାଣିବାର ଦରକାର। ଅନେକ ସମୟରେ ଆମେ ଜାତି, ସରକାର, ସମାଜ, ଦେଶ ଏବଂ ରାଜ୍ୟକୁ ରାଷ୍ଟ୍ର ଅର୍ଥରେ ପ୍ରୟୋଗ କରିଥାଉ। କିନ୍ତୁ ରାଜନୀତି ବିଜ୍ଞାନୀମାନେ ବିଭିନ୍ନ ଦୃଷ୍ଟିକୋଣରୁ ରାଷ୍ଟ୍ରକୁ ସଂଜ୍ଞା ନିରୂପଣ କରିଛନ୍ତି। ରାଷ୍ଟ୍ର କ'ଣ ତା ବିଷୟରେ ବିଭିନ୍ନ ବୈଜ୍ଞାନିକମାନେ କ'ଣ ସେ ବିଷୟରେ ସେମାନେ ସ୍ଥିର କରିଛନ୍ତି, କାହାକୁ ଆମେ ରାଷ୍ଟ୍ର କହିବା। ଅଧ୍ୟାପକ ସିଲିଙ୍କର ମତରେ କ'ଣ ଯେ ଦେଖିବା, ଅଧ୍ୟାପକ ସିଲିଙ୍କର ମତରେ ରାଜନୈତିକ ଉଦ୍ଦେଶ୍ୟ ସାଧନା ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡ ସ୍ଥାୟୀ ଭାବରେ ପ୍ରତିଷ୍ଠିତ ଓ ବହିର୍ଶକ୍ତି ଶାସନରୁ ମୁକ୍ତ ସମାଜକୁ ରାଷ୍ଟ୍ର କୁହାଯାଏ। ରାଷ୍ଟ୍ର କାହାକୁ କୁହାଯାଏ ନା, ରାଜନୀତିର ଉଦ୍ଦେଶ୍ୟ ସାଧନା ପାଇଁ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ କିଛି ଲୋକ ଗୋଟେ ସ୍ଥାୟୀ ଭାବରେ ତାଙ୍କର ଗୋଟେ ଲକ୍ଷ୍ୟ ଥିବ ଏବଂ ତାକୁ ଆମେ ଜନସମାଜକୁ ରାଷ୍ଟ୍ର କହିବା। ସେଇ ଯେଉଁ ସମାଜରେ ବହୁତ ଲୋକ ବସବାସ କରୁଛନ୍ତି ଏବଂ ଗୋଟାଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସେମାନେ ବସବାସ କରୁଛନ୍ତି, ସେଇଟାକୁ ଆମେ କ'ଣ ରାଷ୍ଟ୍ର କୁହାଯିବ। ଆମେରିକାର ପୂର୍ବତନ ୱିଲସନ୍ କହିଛନ୍ତି, ଆଇନ ଅନୁସାରେ ସଂଗଠିତ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଅଧିକାର ଏକ ଜନ ସମଷ୍ଟିକୁ ରାଷ୍ଟ୍ରର ଆଖ୍ୟା ଦିଆଯାଇଥାଏ। ଆଉ ଜଣେ କହିଛନ୍ତି କ'ଣ, ପୂର୍ବତନ ରାଷ୍ଟ୍ରପତି ୱିଲିୟମସନ୍, ସେ କହିଛନ୍ତି କ'ଣ, ଆଇନ ଅନୁସାରେ ସଂଗଠିତ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଅଧିକାର ଏକ ଜନ ସମଷ୍ଟିକୁ ରାଷ୍ଟ୍ରର ଆଖ୍ୟା ଦିଆଯାଇଥାଏ। ଯାହାକି କିଛି ଏରିଆରେ ବସବାସ କରୁଥିବା ଲୋକମାନଙ୍କୁ ଭୂଖଣ୍ଡରେ ତାଙ୍କ ପାଖରେ କ'ଣ ଭୂ ଥିବା କଥା। ଭୂ ଅର୍ଥ କ'ଣ, ଯେଉଁ ପୃଥିବୀରେ ସେମାନେ ବସବାସ କରୁଥିବା ଏବଂ ତାଙ୍କର ଆବଦ୍ଧତା ଥିବାର କଥା, ତାକୁ ଆମେ କ'ଣ ରାଷ୍ଟ୍ର କହିବା। ପୁଣି ଦେଖିବା, ମାତ୍ର ଅଧ୍ୟାପକ ଗାର୍ନରଙ୍କର ପ୍ରଦତ୍ତ ସଂଜ୍ଞାକୁ ଏକ ସମ୍ପୂର୍ଣ୍ଣ ସଂଜ୍ଞା ରୂପେ ଗ୍ରହଣ କରାଯାଇଥାଏ। ଗାର୍ନରଙ୍କ ମତରେ ଗାର୍ନର କ'ଣ କହୁଛନ୍ତି, ରାଷ୍ଟ୍ର ହେଉଛି ନିର୍ଦ୍ଦିଷ୍ଟ ଭୂଖଣ୍ଡର ସ୍ଥାୟୀ ଭାବରେ ବାସ କରୁଥିବା କେତେକ ସଂଖ୍ୟକ ବ୍ୟକ୍ତିକୁ ନେଇ ଗଠିତ ଏକ ସମାଜ, ଯାହାକି ବାହ୍ୟଶକ୍ତି ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ମୁକ୍ତ, ଯାହାର ଗୋଟାଏ ସୁସଂଗଠିତ ବ୍ୟବସ୍ଥା ଥାଏ, ତାହାକୁ ଆମେ କ'ଣ କହିପାରିବା ବା ରାଷ୍ଟ୍ର ତାହାକୁ ମଧ୍ୟ ଆମେ କହିପାରିବା। ତ ଗାର୍ନର କ'ଣ କହିଲେ, ରାଷ୍ଟ୍ର ହେଉଛି ଏକ ଭୂଖଣ୍ଡର ସ୍ଥାୟୀ ଭାବରେ ବସବାସ କରୁଥିବା, ଏ ଭୂଖଣ୍ଡରେ ବା ପୃଥିବୀରେ କୌଣସି ଜାଗାରେ ମଧ୍ୟ ଯେକୌଣସି ଲୋକ ବସବାସ କରିକି, ବହୁତ ଗୁଡ଼ାଏ ଲୋକ ବସବାସ କରିକି ତାଙ୍କ ନିଜର ଭୂଖଣ୍ଡ, ସ୍ଥାୟୀ ଭୂଖଣ୍ଡ ଥିବା ନିହାତି ଦରକାର, ସ୍ଥାୟୀ ଭାବରେ ଭୂଖଣ୍ଡ ନିହାତି ଥିବା ଦରକାର। ସଂଖ୍ୟା ବ୍ୟକ୍ତିକୁ ନେଇ ଗଠିତ ଏକ ସମାଜ, ଯାହାକି ଅନ୍ୟ ବାହ୍ୟ ଶକ୍ତିର ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ। ତାର ଅର୍ଥ କ'ଣ, ଯାହା ବାହ୍ୟରୁ ଶକ୍ତି ନିୟନ୍ତ୍ରଣ, କେହି ବି ବାହ୍ୟ ଆକ୍ରମଣ କରିପାରୁନଥିବେ, ନିଜର ସ୍ୱଇଚ୍ଛା ବା ନିଜର ପାଖରେ ଫ୍ରିଡମ୍ ଥିବାର କଥା, ତାହାକୁ ଆମେ ଗୋଟାଏ ରାଷ୍ଟ୍ର କହିପାରିବା। ଓକେ, ତାପରେ ଆମେ ଦେଖିବା ରାଷ୍ଟ୍ରର ଆବଶ୍ୟକତା କ'ଣ ଅଛି। ଆମେ ଯଦି କହିବା ରାଷ୍ଟ୍ରର ଆବଶ୍ୟକତା କ'ଣ ଅଛି, ରାଷ୍ଟ୍ର ପ୍ରକୃତି ଓ ଆବଶ୍ୟକତା ତାର ଦେଖିବା। ଗୋଟେ ରାଷ୍ଟ୍ର ତାକୁ କ'ଣ କହିବା, କ'ଣ ଦେଖିକି ତାକୁ କହିପାରିବା ରାଷ୍ଟ୍ର ବା ଆବଶ୍ୟକତା କ'ଣ ଅଛି। ପ୍ରଖ୍ୟାତ ଗ୍ରୀସ୍ ଦାର୍ଶନିକ ରାଜନୈତିକ ବିଜ୍ଞାନର ଜନକ ଆରିଷ୍ଟଟଲଙ୍କର ମତରେ ରାଷ୍ଟ୍ର ସୃଷ୍ଟି ହୁଏ ଜୀବନ ପାଇଁ, ଉନ୍ନତ ଜୀବନ ପାଇଁ ଏହାର ଆବଶ୍ୟକତା ଅନୁଭୂତି ହୁଏ। ଦେଖନ୍ତୁ, ରାଷ୍ଟ୍ର ନଥିଲେ ଆମେ ଚଳିପାରିବା ନାହିଁ। ରାଷ୍ଟ୍ରରେ କ'ଣ ପାଇଁ ଦରକାର, ରାଷ୍ଟ୍ର ନିୟମାବଳୀରେ ଚାଲେ, କୌଣସି ଗୋଟେ ଆଇନ ଦ୍ୱାରା ଚାଲେ। ତ ବିନା ଆଇନରେ ଯଦି ଆମେ ସମାଜରେ ଚଳିବା, ତାହେଲେ ଚଳିବା ପାଇଁ ଅସମ୍ଭବ ହୋଇଯିବ। କାହିଁକି ନା ୱିଦାଉଟ୍ ରୁଲ୍ ଏବଂ ରେଗୁଲେସନରେ ଆମେ ସମାଜରେ ବଞ୍ଚିପାରିବା ନାହିଁ।
ସମସ୍ତଙ୍କର ପାଇଁ ଏକ ସୁନ୍ଦର ସୁଖ ତଥା ସ୍ୱୟଂଶାସିତ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି ଜୀବନ ହେଉଛି ଏହାର ଲକ୍ଷ୍ୟ, ଯାହାଦ୍ୱାରା ସମସ୍ତେ କ'ଣ ସ୍ୱଅଧିକାର ପାଇପାରିବେ, ସମସ୍ତେ ନିୟମ କାନୁନରେ ରହିପାରିବେ ଏବଂ ସମସ୍ତଙ୍କର ପାଇଁ ସମାନ ଅଧିକାର ରହିବ। ସେଇଥିପାଇଁ ଆମକୁ ରାଷ୍ଟ୍ରର ନିହାତି ଆବଶ୍ୟକତା ଅଛି। ରାଷ୍ଟ୍ର ମାଧ୍ୟମରେ ମନୁଷ୍ୟ ତା'ର ରାଜନୈତିକ ଜୀବନର ବିକାଶ ସାଧନା କରିଥାଏ। କେତେକଙ୍କର ମତରେ ରାଷ୍ଟ୍ର ଏକ କୁବ୍ୟବସ୍ଥା ଯାହାକି ବ୍ୟକ୍ତିର ସ୍ୱାଧୀନତାକୁ ପ୍ରତ୍ୟାହାର କରିଥାଏ, କିନ୍ତୁ ଏହା ମତରେ ମାନେ ବ୍ୟକ୍ତିର ସ୍ୱଇଚ୍ଛାକୁ ସ୍ୱାଧୀନତାକୁ କାହିଁକି କିଏ ପ୍ରତ୍ୟାହାର କରିବ? ରାଷ୍ଟ୍ର ଦ୍ୱାରା ହିଁ ବ୍ୟକ୍ତି ସ୍ୱାଧୀନତା ପାଇଥାଏ। ୱିଦାଉଟ୍ ରାଷ୍ଟ୍ରରେ ବ୍ୟକ୍ତି ସ୍ୱାଧୀନତା ପାଇପାରିବ ନାହିଁ। ଏ ରାଷ୍ଟ୍ର ବିନା ମଣିଷ ବା ଏହି ସମାଜର ଅସ୍ତିତ୍ୱ ନାହିଁ। ରାଷ୍ଟ୍ର ନିହାତି ଆବଶ୍ୟକ। ମାତ୍ର ଅନ୍ୟମାନଙ୍କର ମତରେ ବ୍ୟକ୍ତି ଜୀବନର ଉତ୍କର୍ଷ ସାଧନା ପାଇଁ ରାଷ୍ଟ୍ର ଉଦ୍ୟମ କରିଥାଏ। ମୁଖ୍ୟତଃ ଆଇନ ଶୃଙ୍ଖଳା ମାଧ୍ୟମରେ ଲୋକଙ୍କର ଜୀବନର ସୁରକ୍ଷା, ଅଭ୍ୟନ୍ତରୀଣ ତଥା ବାହ୍ୟିକ ବିପଦରୁ ଲୋକଙ୍କୁ ମୁକ୍ତି ରଖିବା ହେଉଛି ରାଷ୍ଟ୍ରର କର୍ତ୍ତବ୍ୟ। ଗୋଟେ ରାଷ୍ଟ୍ର ଆକ୍ଚୁଆଲି କାହିଁକି ଆମକୁ ଦରକାର? ଭାରତ ଆମେ ଗୋଟେ ରାଷ୍ଟ୍ର ବୋଲି ଯଦି କହିବା ତାହେଲେ କାହିଁକି ଆମକୁ ଦରକାର? ଅଭ୍ୟନ୍ତରୀଣ ବାହ୍ୟିକ ବିପଦରୁ ଆମକୁ କୌଣସି ଦେଶ ଆକ୍ରମଣ କରିବ ନାହିଁ। ନିଜ ଭିତରେ ଆମେ ସମସ୍ତେ ସମାନତା ହିସାବରେ ଚଳିବା, ଆମ ନୀତି ନିୟମ ସହିତ ଚଳିବା। ସେଇଥିପାଇଁ ନିହାତି ଆମକୁ ରାଷ୍ଟ୍ର ଦରକାର। ଲୋକଙ୍କୁ ମୁକ୍ତ ରଖିବା ହେଉଛି ରାଷ୍ଟ୍ରର ଏହା ହେଉଛି ମୌଳିକ କର୍ତ୍ତବ୍ୟ। ଲୋକମାନଙ୍କୁ ଫ୍ରିଡ଼ମ୍ ବା ସ୍ୱଅଧିକାର ସହିତ ବଞ୍ଚିବାର ହେଉଛି ରାଷ୍ଟ୍ରର କ'ଣ ଲକ୍ଷ୍ୟ। ତାପରେ ଆମେ ଦେଖିବା କ'ଣ ରାଷ୍ଟ୍ରର ଉପାଦାନ। ଯଦି ଆମକୁ ଗୋଟାଏ ରାଷ୍ଟ୍ର ଦରକାର, ତାର କେତେଟା ଉପାଦାନ ଅଛି, ତାକୁ କ'ଣ ଦେଖିକି ଆମେ ରାଷ୍ଟ୍ର ବୋଲି କହିବା? ତ ସେହି ରାଷ୍ଟ୍ର କ'ଣ ଦେଖିକି ଆମେ ତାକୁ ରାଷ୍ଟ୍ର ବୋଲି କହିପାରିବା? ତାର 4ଟି ଉପାଦାନ କ'ଣ ଅଛି? ଗୋଟାଏ ରାଷ୍ଟ୍ରରେ ପପୁଲେସନ୍ ନିହାତି ଦରକାର, ଜନସମୂହ ନହେଲେ ତାକୁ ରାଷ୍ଟ୍ର ଆମେ କହିପାରିବା ନାହିଁ। ଟେରିଟୋରୀ ଭୂଖଣ୍ଡ ତାଙ୍କର ନିହାତି ଦରକାର। ଭୂଖଣ୍ଡ ସେ କେତେ ଦୂର ଭୌଗୋଳିକ ହିସାବରେ ରହୁଛନ୍ତି, ତାଙ୍କ ପାଇଁ ଗୋଟେ ଆବଦ୍ଧ ଜନସମୂହ ବା ଗୋଟାଏ ଆବଦ୍ଧ ଭୂଖଣ୍ଡ ନିହାତି ଦରକାର। ତାଙ୍କୁ ସେଇ ଯେଉଁ ଜାଗାରେ ସେମାନେ ଜୀବନଯାପନ କରିବେ ବା ରହିବେ, ତାଙ୍କ ପାଇଁ ଗୋଟେ ସରକାର ନିହାତି ଦରକାର ଏବଂ ତାଙ୍କ ପାଇଁ ସାର୍ବଭୌମତ୍ୱ ମଧ୍ୟ ନିହାତି ଦରକାର। ତାର ଉପାଦାନ ହେଉଛି ରାଷ୍ଟ୍ରର ଉପାଦାନ ବା ଏଲିମେଣ୍ଟ 4 ପ୍ରକାର, ତାହା ଜାଣିବା କଥା। କିନ୍ତୁ ଏବେ ଆମେ କ'ଣ କହିପାରିବା? ୟୁନିଟି ମଧ୍ୟ ଏବେ ଆମେ ଏଠି ଯୋଗ କରିପାରିବା। ଓକେ, ତାପରେ ଆମେ ଦେଖିବା ଜନସମୂହ କ'ଣ, ପପୁଲେସନ୍ କ'ଣ। ଗୋଟାଏ ରାଷ୍ଟ୍ର ପାଇଁ ପପୁଲେସନ୍ କ'ଣ? ଗୋଟାଏ ରାଷ୍ଟ୍ର ଏକ ନମନୀୟ ସଂଗଠନ ହୋଇଥିବାରୁ ଜନସଂଖ୍ୟା ଏହାର ମୌଳିକ ଆବଶ୍ୟକତା ଉପାଦାନ। ଏହା ଜନସଂଖ୍ୟା ନହେଲେ ଗୋଟେ ରାଷ୍ଟ୍ର ହୋଇପାରିବ ନାହିଁ। ନିହାତି ଭାବରେ ଜନସଂଖ୍ୟା ରହିବାର ଆବଶ୍ୟକ। ଜନସମଷ୍ଟି ବିନା ରାଷ୍ଟ୍ରର ପରିକଳ୍ପନା ଅସମ୍ଭବ। ଗୋଟାଏ ରାଷ୍ଟ୍ରର ନିର୍ଦ୍ଦିଷ୍ଟ ଜନସଂଖ୍ୟା କେତେ ରହିବେ ତାହାର ସୀମା ନାହିଁ। ଗୋଟାଏ ରାଷ୍ଟ୍ରରେ କେତେ ଜନସଂଖ୍ୟା ରହିବେ ତାହାର ସୀମା ନାହିଁ। କିନ୍ତୁ ପ୍ଲାଟୋଙ୍କର ମତରେ ଆଦର୍ଶ ରାଷ୍ଟ୍ରର ଜନସଂଖ୍ୟା 5040 ହେବା ବିଧେୟ। କିନ୍ତୁ ଆରିଷ୍ଟଟଲ କ'ଣ କହିଛନ୍ତି? ପ୍ଲାଟୋ କ'ଣ କହିଛନ୍ତି? 5040 ହେବା ତାହାର ଜନସଂଖ୍ୟାର ନିହାତି ବିଧେୟ ବୋଲି କହିଛନ୍ତି। ଆରିଷ୍ଟଟଲଙ୍କର ମତରେ ଗୋଟାଏ ଆଦର୍ଶ ରାଷ୍ଟ୍ରରେ ଅନ୍ୟ 10,000 ଏବଂ ସର୍ବୋଚ୍ଚ 1,00,000 ଜନସଂଖ୍ୟାରୁ ଅଧିକ ହେବା ଉଚିତ ନୁହେଁ। କିନ୍ତୁ ଆଧୁନିକ ରାଷ୍ଟ୍ରରେ ଜନସଂଖ୍ୟାରେ କୌଣସି ନିର୍ଦ୍ଦିଷ୍ଟତା ନାହିଁ। କିନ୍ତୁ ଏବେ ଆରିଷ୍ଟଟଲ କ'ଣ କହିଛନ୍ତି? 10,000 ଏବଂ ସର୍ବୋଚ୍ଚ 1,00,000 ପର୍ଯ୍ୟନ୍ତ। 10,000ରୁ କମ୍ ହେବା କଥା ନୁହଁ, କିନ୍ତୁ 1,00,000ରୁ ଅଧିକ ମଧ୍ୟ ହେବା କଥା ନୁହେଁ ବୋଲି ଆରିଷ୍ଟଟଲ କହିଛନ୍ତି। କିନ୍ତୁ ବର୍ତ୍ତମାନ ଆଧୁନିକ ରାଷ୍ଟ୍ରରେ ଜନସଂଖ୍ୟା କୌଣସି ନିର୍ଦ୍ଦିଷ୍ଟତା ନାହିଁ। କେତେ ଜନସଂଖ୍ୟା ହେବେ କେହି ଆକଳନ କରିପାରିବେ ନାହିଁ। ବୃହତ୍ ରାଷ୍ଟ୍ର ଗଠନ କରିବା ବର୍ତ୍ତମାନ ଯୁଗର ଆଦର୍ଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାଜର ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ବନ୍ଧନକୁ ନେଇ ଆଧୁନିକ ଜାତିର ରାଷ୍ଟ୍ର ସୃଷ୍ଟି। କିନ୍ତୁ ଆମ ଯେଉଁ ରାଷ୍ଟ୍ରରେ ଆମେ ବସବାସ କରିବା, ଯେଉଁ ବି ଜନସମୂହ ଆମେ ସମସ୍ତେ ମିଶିକି ରହିବା, ତ ସେଥିରେ କ'ଣ ଜାତି, ଧର୍ମ, ବର୍ଣ୍ଣ, ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ନିବନ୍ଧନକୁ ଆଧୁନିକ ଭାରତ ରାଷ୍ଟ୍ରର ସୃଷ୍ଟି ବୋଲି କୁହାଯାଏ। ଆରିଷ୍ଟଟଲ ଯଥାରେ କହିଛନ୍ତି, ଶିକ୍ଷିତ, ସଂସ୍କୃତି ସମ୍ପନ୍ନ ଏବଂ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ମଣିଷକୁ ନେଇ ଉନ୍ନତ ରାଷ୍ଟ୍ର ଗଠିତ ହୁଏ। ଯଦି ଗୋଟାଏ ରାଷ୍ଟ୍ରରେ ସମସ୍ତେ ଶିକ୍ଷାର ଅଧିକାର ପାଇବେ, ଶିକ୍ଷିତ ହେବେ, ଉଚ୍ଚ ଶିକ୍ଷିତ ହେବେ, ସଂସ୍କୃତି ସମ୍ପନ୍ନ ଏବଂ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ମଣିଷକୁ ନେଇ ଏକ ଉନ୍ନତ ରାଷ୍ଟ୍ର ଆମେ ଦେଖିପାରିବା। ୱିଦାଉଟ୍ ଶିକ୍ଷାରେ କ'ଣ ଆମେ ଗୋଟେ ରାଷ୍ଟ୍ର ଦେଖିପାରିବା କି? ନୁହଁ।
तो सेइथिपाई शिक्षा निहाती दरकार। आ शिक्षा कौन मनीष को भल कल्चर आड़े भल मनीष होगापाई तैयारी हुए, मूल्यबोध होगापाई आमको प्रेरणा दे थाए। तो सेइथिपाई आमको कौन जनसमूह निहाती थिबा दरकार गोटाए राष्ट्र प्रथम पॉइंट गला। तापरे 2 नंबर कौन आम 2 नंबर देखिबा 2 नंबर आम पाखरे निर्दिष्ट भाव में भूखंड 2 नंबर पॉइंट कौन अच्छी भूखंड एक निर्दिष्ट आयतन विशिष्ट भूखंड बिना राष्ट्र गठन संभव नुहे। राष्ट्र जदि आम एपटे आमर कौन प्रकार भौगोलिक बाउंड्री नथिबो ताहेले आमे राष्ट्र बोली ताकू कहि परिबा नै। जल स्थल आकाश पथ नहीं राष्ट्रर परिसीमा निर्धारित होई थाए। तो आमे देखिबा गोटे राष्ट्र आमे जदि ताहाकू कहू तार भूखंड अच्छी केते परिसीमा तार अच्छी से जिनस को आमे निहाती माने जानिबार दरकार। जल स्थल आकाश पथ को नहीं राष्ट्रर परिसीमा परिवर्तित किंतु एहार परिसीमा परिमाण विषय रे कौनसी निर्दिष्ट नियम नहीं। किंतु आमको जानिबा को पड़िबो एते दूर आमर सीमा अच्छी एते दूर आमे कभर करवा एते दूर आमे रहबा ए सब जिनस निहाती जानिबा दरकार। अंतर्जातिक आईन अनुसार जनसंख्या एवं आयतन विशेष प्रत्येक राष्ट्र सार्वभौमत्व समान ता अर्थ जनसंख्या दृष्टि आयतन आमे भाग बांटिकी रखिबा कथा आउ जानिबा कथा केते रहिले कौन हम केते दूर आमर बाउंड्री रहबा ए सब जिनस निहाती जानिबा कथा। तेणु राष्ट्र गठन पाए एक निर्दिष्ट स्पष्ट सीमारेखा द्वारा आबद्ध भूखंड एकांत आवश्यक। गोटे निर्दिष्ट सीमारेखा भूखंड निहाती आवश्यक रही है। राष्ट्र अधिवासी मानकर मध्य श्रृंखला एकता अर्थनैतिक समृद्धि सामरिक शक्ति मानव सभ्यता को अवदान मानविक और प्राकृतिक शक्तिर सुविनियोग द्वारा एक महान राष्ट्र गठन होता है। मानव शक्ति सामरिक वृद्धि अर्थनैतिक समृद्धि समान वातावरण समस्त समान सुजोग मिलबार दरकार यही द्वारा एक महान राष्ट्र गठन होगापाई निहाती आवश्यकता रही। भूखंडर आकार अल्प बेसी हेले किछि जाए आसे नहीं। राष्ट्रर उत्तम परिचालना भूखंडर भौगोलिक अवस्थिति को अनुकूल होइथिबार आवश्यक। छोट बड़े किछि जाए आसे नहीं किंतु भल पॉलिसी भल भाव में चलवाई गोटे आईन श्रृंखलित निर्दिष्ट नियमावली रहिबा दरकार। किंतु से हिसाब रे जाई राष्ट्र गोटे माने चली पारिबो। 3 नंबर आमे देखिबा कोन 3 नंबर सरकार। एबे कोन सरकार देखिबा गोटाए राष्ट्र रे निहाती आम पाखरे सरकार न हेले चलिबा केमिति राष्ट्र सरकार द्वारा चली थाए। अधिवासी माने एक निर्दिष्ट भूखंड रे बास करुथिले मध्य सरकार बिना सेमानक राष्ट्र गठन करि पारिबे नाही। सरकार न हेले आमे कोन राष्ट्र केबे हेले गठन करि पारिबा नाही। सरकार एक राजनैतिक संगठन सरकार बिना राष्ट्र शासन संभव नुहे। जदि आमे कहिबा राष्ट्र माने राष्ट्र शासन हबो बा गोटाए राष्ट्र आमे गढ़िबा सेटा सरकार बिना सेटा संभव नुहे। राष्ट्रर समूह इच्छा को सरकार कार्यकारी करती। राष्ट्रर समस्त क्षमता सरकार हाथ में रही है। राष्ट्र सबु प्रकार क्षमता कौन सरकार हाथ में रही है। आईन द्वारा सरकार सामाजिक जीवन नियंत्रण करिवार सहित राष्ट्र रे श्रृंखलित शासन प्रतिष्ठा करती। राष्ट्र रे कौन सरकार होचंती सबुकिछि से श्रृंखलित शासन व्यवस्था प्रतिपाल करिथांती। नहले समस्ते निज इच्छा करिवे निज मन इच्छा करिवे नियम निहाती दरकार सरकार निहाती दरकार। नागरिक माने सेमानक निर्वाचित प्रतिनिधि द्वारा सरकार गठन करती। सरकार माध्यम रे राष्ट्रर इच्छा प्रकटित होते। आमे कौन समस्ते भोट दे था भोट द्वारा आमे सरकार बाछि था एवं सरकार को आमे माने बाध्य करि था ए काम करिवा पई आम पई भल पॉलिसी तैयारी करिवा पई भल शिक्षार रोजगार सब प्रकार पॉलिसी कौन सरकार को आमे तैयारी करिवा पई अनुप्राणित करि था। सरकार नथिले राष्ट्रर अपारजित देखा जाए। सरकार जदि नथिबा गोटाए राष्ट्र चली पारिबो नाही। निहाती भाव रे सेटा अपारजगता देखा जिबा सेठारे समस्ते बलवान देखा जिबे सेठारे समस्ते केही काहाकू मानिबे नाही परिस्थिति कंट्रोल रे रहइबो नाही। तो सरकार ही नियंत्रण को आनिथांती। सरकार बिना राष्ट्रर स्थिति संभव नुहे। सरकार बिना राष्ट्र आमे बनेबा पई केबे भी चेष्टा करिबा नाही कि सरकार बिना राष्ट्र हेबो नाही संभव नुहे। विभिन्न प्रकार भेद सरकार गठन राष्ट्रर स्वरूप एवं अधिवासी माने इच्छा
ଅନୁସାରେ ସରକାର ଗଠନ କରିଥାନ୍ତି। ସରକାର ଗଠନ କରିବାର ଦାୟିତ୍ୱ ହେଉଛି କ'ଣ ଲୋକମାନଙ୍କର ଦ୍ୱାରା ନ୍ୟସ୍ତ ରହିଥାଏ। ବର୍ତ୍ତମାନ ଉନ୍ନତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କର ଗାଣିତିକ ସରକାର ଚାଲୁଅଛି। ଗଣତାନ୍ତ୍ରିକ ସରକାର କ'ଣ ବର୍ତ୍ତମାନ ସବୁ ରାଷ୍ଟ୍ରରେ କ'ଣ କେଉଁ ସରକାର ଚାଲିଅଛି? ଗଣତାନ୍ତ୍ରିକ ସରକାର ଏବେ ମଧ୍ୟ ସବୁ ମାନେ ରାଷ୍ଟ୍ରରେ ଚାଲିଅଛି। ଗଣତନ୍ତ୍ର ସରକାର ନିହାତି ଭାବରେ ଭଲ। ତାପରେ ଆମେ ଦେଖିବା କ'ଣ ସାର୍ବଭୌମତ୍ୱ। ସାର୍ବଭୌମତ୍ୱ ମାନେ କ'ଣ? ସାର୍ବଭୌମତ୍ୱ ଅର୍ଥ ସର୍ବୋଚ୍ଚ କ୍ଷମତା। ସାର୍ବଭୌମତ୍ୱର ଅର୍ଥ କ'ଣ? ସର୍ବୋଚ୍ଚ କ୍ଷମତା। ଗୋଟାଏ ରାଷ୍ଟ୍ର ପାଖରେ ତା ପାଖରେ ନିଜସ୍ୱ କ୍ଷମତା ନିହାତି ଦରକାର। ଏହା ରାଷ୍ଟ୍ରର ଏକ ଆବଶ୍ୟକତା କ୍ଷମତା। ଏହି କ୍ଷମତା ଯୋଗୁଁ ରାଷ୍ଟ୍ରର ଭିତରେ ଥିବା ଅନ୍ୟାନ୍ୟ ସମସ୍ତ ସଂଗଠନ ଦ୍ୱାରା ରାଷ୍ଟ୍ର ଉଦ୍ଦିଷ୍ଟ ଆଭ୍ୟନ୍ତରୀଣ ବ୍ୟାପାରରେ ରାଷ୍ଟ୍ରର ସର୍ବେସର୍ବା। ଫଳରେ ରାଷ୍ଟ୍ର ଭିତରେ ଥିବା ପ୍ରତ୍ୟେକ ବ୍ୟକ୍ତି ସଂଘ ଅନୁଷ୍ଠାନ ରାଷ୍ଟ୍ରର ଆନୁଗତ୍ୟ ସ୍ୱୀକାର କରିବା ପାଇଁ ବାଧ୍ୟ ହୋଇଥାନ୍ତି। ରାଷ୍ଟ୍ରର ସମସ୍ତ ନିୟମାବଳୀ ସମସ୍ତଙ୍କର କ୍ଷମତା ସମସ୍ତେ ଆଭ୍ୟନ୍ତରୀଣ କ୍ଷମତା ବ୍ୟାପାରରେ ରାଷ୍ଟ୍ର ସର୍ବୋଚ୍ଚ କ'ଣ ଆଇନ ଉପରେ ପ୍ରଣୟନ କରିଥାଏ ଏବଂ ତାକୁ ନିହାତି ମାନିବା ପାଇଁ ଆମେ ହୋଇଥାଉ। ନିହାତି ତା'ର କ'ଣ ପଲିସି ମାନିବା ପାଇଁ ପଡ଼ିଥାଏ। ଗୋଟାଏ ଆଭ୍ୟନ୍ତରୀଣ ଅନ୍ୟଟି ବାହ୍ୟ। ଆଭ୍ୟନ୍ତରୀଣ ସାର୍ବଭୌମ କ୍ଷମତା ଯୋଗୁଁ ରାଷ୍ଟ୍ର ତା'ର ଭୌଗୋଳିକ ପରିସୀମା ମଧ୍ୟରେ ଥିବା ସମସ୍ତ ବ୍ୟକ୍ତି ଏବଂ ଅନୁଷ୍ଠାନ ଉପରେ ସର୍ବେସର୍ବା। ତ କ'ଣ କହିପାରିବା ଆମେ? ନିହାତି ସାର୍ବଭୌମତ୍ୱ ହେଉଛି ନିହାତି ଦରକାର ଏବଂ ଆଭ୍ୟନ୍ତରୀଣ ସାର୍ବଭୌମ କ୍ଷମତା ଯୋଗୁଁ ରାଷ୍ଟ୍ର ତା'ର ଭୌଗୋଳିକ ପରିସୀମା ମଧ୍ୟରେ ସମସ୍ତ ବ୍ୟକ୍ତିମାନଙ୍କୁ କ'ଣ କରିଥାଏ? ଆନୁଷ୍ଠାନିକ ରୂପେ ସର୍ବୋପରି ସେ ରହିଥାଏ। ରାଷ୍ଟ୍ରର ଆଇନ ଦ୍ୱାରା ସମସ୍ତ ନିୟନ୍ତ୍ରିତ ହେବାକୁ ବାଧ୍ୟ। ରାଷ୍ଟ୍ର ଯେଉଁ ଆଇନ ପଲିସି ତିଆରି କରିବ ତ ସେହି ପଲିସି ମାଧ୍ୟମରେ ସମସ୍ତେ କ'ଣ ରାଷ୍ଟ୍ରରେ ଚଳିବା ପାଇଁ ଆବଶ୍ୟକତା ରହିଛି। ରାଷ୍ଟ୍ରର ଆଇନକୁ କେହି ଅମାନ୍ୟ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ। ରାଷ୍ଟ୍ର ଯେଉଁ ଆଇନ ପଲିସି ତିଆରି କରିବ ବାହ୍ୟ ଆଭ୍ୟନ୍ତରୀଣ କରିବା ପାଇଁ ତ ସେହି ସମସ୍ତ ଆଇନ ମାନିବାକୁ ନିହାତି ଆବଶ୍ୟକ। ବାହ୍ୟ ସାର୍ବଭୌମ କ୍ଷମତା ଦ୍ୱାରା ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାକୁ ସମର୍ଥ ହୁଏ। କୌଣସି ବୈଦେଶିକ ଶକ୍ତିର ଆନୁଗତ୍ୟ ସ୍ୱୀକାର କରେ ନାହିଁ। ନିଜର ପ୍ରୋସେସ୍ ଏବଂ ପଲିସି ଦ୍ୱାରା କ'ଣ କରିଥାଏ? ବାହ୍ୟ ଶକ୍ତିର ଆବଶ୍ୟକତା ପଡ଼ିଥାଏ ଏବଂ ନିଜେ ପ୍ରୋସେସ୍ ଏବଂ ପଲିସି ବାହାର କରିଥାଏ। 1947 ମସିହା ଅଗଷ୍ଟ 15 ତାରିଖ ପୂର୍ବରୁ ଭାରତକୁ ଗୋଟାଏ ରାଷ୍ଟ୍ର ରୂପେ ମାନ୍ୟତା ଦିଆଯାଉନଥିଲା କାରଣ ଏହା ବ୍ରିଟିଶ ଶାସନାଧୀନରେ ଥିଲା। ସେହିପରି ଭାରତ ଭିତରେ ଅନେକ ପ୍ରଦେଶ ଅଛି ସେଗୁଡ଼ିକ ସାର୍ବଭୌମ ନଥିବାରୁ ସେମାନେ ରାଷ୍ଟ୍ର ନୁହନ୍ତି। ଏଗୁଡ଼ିକୁ ଭାରତୀୟ ରାଷ୍ଟ୍ର ସଂଘର ଗୋଟାଏ ପ୍ରଦେଶ ବୋଲି କୁହାଯାଏ। ତ ଆମେ କ'ଣ କହିବା? 1947 ମସିହା ଆଗରୁ ଭାରତ ଗୋଟାଏ କ'ଣ ରାଷ୍ଟ୍ର ମଧ୍ୟ ନଥିଲା। 1947 ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ୱାଧୀନ ହେଲା। ନିଜର ସ୍ୱାଧିକାର ବଳରେ ସେ ନିଜର ସମ୍ବିଧାନ ତିଆରି କଲା। ସମ୍ବିଧାନ ତିଆରି ହେବା ଦ୍ୱାରା ନିଜର ଆଇନ ନିୟମାବଳୀ ପାଳନ କଲା ଏବଂ ସେଇଥିପାଇଁ ସେ ଗୋଟାଏ ରାଷ୍ଟ୍ର ବର୍ତ୍ତମାନ କୁହାଯାଉଛି। ତେଣୁ ପ୍ରତ୍ୟେକ ରାଷ୍ଟ୍ରର ଏହି ଚାରୋଟି ଉପାଦାନ ରହିବା ଏକାନ୍ତ ପରିହାର୍ଯ୍ୟ। ଏ ଚାରୋଟି ଉପାଦାନ ମଧ୍ୟରୁ କୌଣସି ଗୋଟିଏ ଅଭାବ ହେଲେ ତାହା ରାଷ୍ଟ୍ରର ପଦବାଚ୍ୟ ହୋଇପାରିବ ନାହିଁ। ଗୋଟାଏ ରାଷ୍ଟ୍ରକୁ ଯଦି ଆମେ କହିବା ତା ପାଖରେ କ'ଣ ଥିବାର ଦରକାର? ଏଇ ଚାରିଗୋଟି ନିହାତି ଥିବାର ଦରକାର, ନହେଲେ ତାକୁ ଆମେ କ'ଣ ରାଷ୍ଟ୍ର କହିପାରିବା ନାହିଁ। ବର୍ତ୍ତମାନ ଆମେ ଦେଖିବା ରାଷ୍ଟ୍ର ଓ ସମାଜ ମଧ୍ୟରେ ପ୍ରଭେଦ କ'ଣ ଅଛି। ରାଷ୍ଟ୍ର କ'ଣ ଏବଂ ସମାଜ କ'ଣ? ଆମେ କହିଯାଉ ରାଷ୍ଟ୍ର ସମାଜ ବୋଲି କହିଦେଇଥାଉ, କିନ୍ତୁ ତା ଭିତରେ ପ୍ରଭେଦ କ'ଣ ଅଛି ଏବେ ଆମେ ଦେଖିବା। ରାଜନୀତି ବିଜ୍ଞାନରେ ସମାଜ ଓ ରାଷ୍ଟ୍ର ଏହି ଦୁଇଟି ସଂସ୍ଥାର ଗୁରୁତ୍ୱ ଖୁବ୍ ବେଶୀ ଅଛି। ଏହାକୁ ଉପଲବ୍ଧି କରିବା ପାଇଁ ଦୁଇଟି ସଂସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ଜାଣିବାକୁ ଏକାନ୍ତ ଆବଶ୍ୟକ। ରାଷ୍ଟ୍ର କ'ଣ ଏବଂ ସମାଜ କ'ଣ ନିହାତି ଜାଣିବାର ଆବଶ୍ୟକ। ସମାଜ କହିଲେ ସମଗ୍ର ମାନବ ସମାଜକୁ ବୁଝାଏ। ଯାହା ଅଛୁ ଆମେ ପୃଥିବୀରେ ସମସ୍ତଙ୍କୁ କ'ଣ ଆମେ ସମାଜ ବୋଲି କହିପାରିବା। ଯେତେ ସବୁ ସଂଗଠିତ ଏବଂ ଅସଂଗଠିତ ଅନୁଷ୍ଠାନ ରହିଛି ସେଗୁଡ଼ିକୁ ସମାଜ ସହିତ ଅନ୍ତର୍ଭୁକ୍ତ। ସେ ସବୁ କ'ଣ ସଂଗଠିତ ଏବଂ ଅସଂଗଠିତ ମଧ୍ୟ ଯେତେ ବି ଅନୁଷ୍ଠାନ ଗୁଡ଼ିକ ଅଛି ତାକୁ ଆମେ ସମାଜ କହିପାରିବା। କିନ୍ତୁ ରାଷ୍ଟ୍ର ସମାଜ ଭିତରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଏକ ସାଂଗଠିତ ଅନୁଷ୍ଠାନ। ଏହା ସମାଜର ଏକ ଅଂଶ କିନ୍ତୁ ସମାଜ ଠାରୁ
ପୃଥିବୀ। ରାଷ୍ଟ୍ର କିନ୍ତୁ ସମାଜ ଦ୍ୱାରା ତିଆରି ହେଇଛି, କିନ୍ତୁ ସେଇଟା ଅଲଗା ଆଉ ତାର ଶକ୍ତିଶାଳୀ ମଧ୍ୟ ଅଲଗା। ଏହା ସମାଜର ଏକ ଅଂଶ, କିନ୍ତୁ ସମାଜ ଠାରୁ ସମ୍ପୂର୍ଣ୍ଣ ବା ଠାରୁ ପୃଥକ, ସିଏ ଅଲଗା, ପୁରା ନିହାତି ଅଲଗା ରହିଥାଏ। ରାଷ୍ଟ୍ର ଓ ସମାଜ ମଧ୍ୟରେ ଥିବା ପାର୍ଥକ୍ୟ ଏବେ ଆମେ କ'ଣ ଦେଖିବା। ଏହା ପାର୍ଥକ୍ୟ ଦେଖିଲେ ଆମେ ବୁଝିପାରିବା ରାଷ୍ଟ୍ର କ'ଣ, ସମାଜ କ'ଣ। ପ୍ରଥମ ପଏଣ୍ଟ କ'ଣ ଅଛି, ସମାଜ ରାଷ୍ଟ୍ର ଠାରୁ ବଡ଼। ସମାଜ କ'ଣ ହେଉଛି, ରାଷ୍ଟ୍ର ଠାରୁ ବଡ଼। ସମାଜ କୌଣସି ସମାଜ, ପୃଥିବୀରେ ସମସ୍ତେ ଗୋଟାଏ ଗୋଟାଏ ସମାଜ, ଯେତେ ବି ଜନସଂଖ୍ୟା ଅଛନ୍ତି ସମସ୍ତଙ୍କୁ ଆମେ ସମାଜ ବୋଲି କହିପାରିବା। ସେଇଥିପାଇଁ ସମାଜ ରାଷ୍ଟ୍ର ଠାରୁ ବଡ଼। ସମାଜ ହେଉଛି ନିହାତି ଭାବରେ ବଡ଼। ସମାଜ ଆନ୍ତର୍ଜାତୀୟ କ୍ଷେତ୍ରରେ ଏହାର ପ୍ରାଧାନ୍ୟ ବିସ୍ତାର କରିପାରେ, କିନ୍ତୁ ସାମାଜିକ ଉଦ୍ଦେଶ୍ୟ ପୂରଣ ପାଇଁ ରାଷ୍ଟ୍ରର ସୃଷ୍ଟି। ସମାଜ କ'ଣ ଆନ୍ତର୍ଜାତୀୟ କ୍ଷେତ୍ରରେ ଏହାର ପ୍ରାଧାନ୍ୟ, ଏ ବିଷୟରେ ସମସ୍ତେ ବିସ୍ତାର କରିପାରିବେ ବା ଜାଣିପାରିବେ ବା ପ୍ରୋବ୍ଲେମଟା ଜାଣିପାରିବେ, କିନ୍ତୁ ସାମାଜିକ ଉଦ୍ଦେଶ୍ୟ ପୂରଣ, ଏଇ ଯେଉଁ ସମାଜ, ଯେଉଁ ଗୋଟେ ସମାଜ ଗଠନ ହେଲା, ତାର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ରାଷ୍ଟ୍ର ନିହାତି ଆବଶ୍ୟକତା ରହିଥାଏ। ରାଷ୍ଟ୍ର ବିନା ଆମେ ସମାଜର କ'ଣ ଡିମାଣ୍ଡ ପୁରା କରିପାରିବା ନାହିଁ, କିନ୍ତୁ କି ଲକ୍ଷ୍ୟ ମଧ୍ୟ ପୁରା କରିପାରିବା ନାହିଁ। ତେଣୁ 2 ନମ୍ବର ପଏଣ୍ଟ ଦେଖିବା, ସମାଜ ପ୍ରଥମେ ସୃଷ୍ଟି ପରେ ରାଷ୍ଟ୍ର ସୃଷ୍ଟି। ଏଇଟା ନିହାତି ସତ୍ୟ କଥା। ପ୍ରଥମେ ସମାଜ ସୃଷ୍ଟି ହେଲା, ସମାଜ ସୃଷ୍ଟି ହେବା ଫଳରେ ଆମେ କ'ଣ ରାଷ୍ଟ୍ର ସୃଷ୍ଟି କରିପାରିଲା। ଓକେ। 3 ନମ୍ବର ପଏଣ୍ଟ ଏବେ ଦେଖିବା, ସମାଜ ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆବଶ୍ୟକତା ନଥିବା ବେଳେ ରାଷ୍ଟ୍ର ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆବଶ୍ୟକତା ରହିଛି। ସମାଜର ସୀମା ଗ୍ରାମ ଠାରୁ ପୃଥିବୀ ପର୍ଯ୍ୟନ୍ତ ବିସ୍ତୃତ। ଦେଖନ୍ତୁ, ସମାଜ ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ଦରକାର ନାହିଁ, ଆବଶ୍ୟକତା ନାହିଁ, କିନ୍ତୁ ରାଷ୍ଟ୍ର ପାଇଁ, ଗୋଟାଏ ରାଷ୍ଟ୍ର ହେବା ପାଇଁ ନିଜର ଭୂଖଣ୍ଡ ବା ନିର୍ଦ୍ଦିଷ୍ଟ ଭୂଖଣ୍ଡ ଆବଶ୍ୟକତା ରହିଅଛି। ସମାଜ ସୀମା ଗ୍ରାମ ଠାରୁ ପୃଥିବୀ ପର୍ଯ୍ୟନ୍ତ ବିସ୍ତାର। ଆମେ ସମାଜ ଯଦି କହିବା, ଆମେ ଗୋଟାଏ ଗ୍ରାମରେ ବସବାସ କରୁଛୁ, ଗ୍ରାମ ଠାରୁ ଯାହା ଅଛନ୍ତି ପୃଥିବୀ ପର୍ଯ୍ୟନ୍ତ ଆମେ ସମସ୍ତେ ସମାଜ କହିପାରିବା, କିନ୍ତୁ ରାଷ୍ଟ୍ର ପାଇଁ ଗୋଟାଏ ନିହାତି ଭୂଖଣ୍ଡର ଆବଶ୍ୟକତା ତା ପାଇଁ ରହିଅଛି ନିହାତି ଭାବରେ। ଏବେ ଆମେ 4 ନମ୍ବର ପଏଣ୍ଟ ଦେଖିବା, ସମାଜର ସାର୍ବଭୌମତ୍ୱ ନାହିଁ, ରାଷ୍ଟ୍ରର ସାର୍ବଭୌମତ୍ୱ ଅଛି। ସମାଜରେ କ'ଣ, ସମାଜରେ ସାର୍ବଭୌମତ୍ୱ, ତାର ପାଖେ ସମାଜର କିଛି ଅଧିକାର ନାହିଁ, କିନ୍ତୁ ରାଷ୍ଟ୍ରର ସାର୍ବଭୌମତ୍ୱ, ସ୍ୱଅଧିକାର, ନିଜର ସ୍ୱଅଧିକାର ଅଛି ରାଷ୍ଟ୍ରରେ। ତାପରେ 5 ନମ୍ବର ପଏଣ୍ଟ ଦେଖିବା, ସମାଜର ଯୁଗ ଯୁଗର ରୀତି ପ୍ରଥା ଏବଂ ପ୍ରତିଷ୍ଠିତ ଆଚରଣ ଦ୍ୱାରା ପରିଚାଳିତ ହୁଏ। ସମାଜ କ'ଣ, ଯୁଗ ଯୁଗରୁ ଯେଉଁ ରୀତିନୀତି ଅଛି ସେଇ ରୀତିନୀତି ହିସାବରେ ଚାଲିଥାଏ, କିନ୍ତୁ ରାଷ୍ଟ୍ର ପରିଚାଳନା ପାଇଁ ନିୟମାବଳୀ ତଥା ସ୍ୱତନ୍ତ୍ର ସଂଗଠନ ବା ସରକାର ରହିଅଛି। କିନ୍ତୁ ରାଷ୍ଟ୍ର ଚାଲିବା ପାଇଁ କ'ଣ ଅଛି, ଗୋଟାଏ ନିୟମାବଳୀ, ତା ପାଇଁ ଗୋଟେ ସମ୍ବିଧାନ ଅଛି ଏବଂ ସ୍ୱତନ୍ତ୍ର ସଂଗଠନ ବା ସରକାର ଅଛି। କିନ୍ତୁ ସମାଜରେ କ'ଣ ଅଛି, ଆମେ ରୀତିନୀତିରେ ଆମେ ନିହାତି ଚାଲିଥାଉ, ରୀତିନୀତି ଦ୍ୱାରା ଆମେ ସବୁ ଜିନିଷ ପାଳନ କରିଥାଉ, ରୀତିନୀତି, କିନ୍ତୁ ରାଷ୍ଟ୍ର ଏସବୁ ଜିନିଷ ପାଳନ କରେନି। ତା ପାଇଁ ସଂଗଠନ ଅଛି, ସରକାର ତା ରହିଅଛି, ତା ନିଜର ସ୍ୱତନ୍ତ୍ର ସେ ନିୟମାବଳୀ ପାଳନ କରିଥାଏ। ତାପରେ 6 ନମ୍ବର ପଏଣ୍ଟ ଆମେ ଦେଖିବା, ସମାଜରେ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ, ଧାର୍ମିକ, ଦାର୍ଶନିକ, ନୈତିକ, ଜୈବିକ ଆଚରଣ ଭଳି ବହୁ ଉଦ୍ଦେଶ୍ୟ ଥିବାବେଳେ ରାଷ୍ଟ୍ରରେ କେବଳ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଉଦ୍ଦେଶ୍ୟ ଥାଏ। ସମାଜରେ ଅନ୍ୟ ପ୍ରକାର ବହୁତ ପ୍ରକାରର ଉଦ୍ଦେଶ୍ୟ ଥାଏ, ଅର୍ଥନୈତିକ, ସାଂସ୍କୃତିକ, ଧାର୍ମିକ, ଦାର୍ଶନିକ, ନୈତିକ, ଜୈବିକ ଆଚରଣ ଭଳି ଅନେକ ଉଦ୍ଦେଶ୍ୟ ଥିଲେ ମଧ୍ୟ, କିନ୍ତୁ ରାଷ୍ଟ୍ରର କେବଳ ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଉଦ୍ଦେଶ୍ୟ ଥାଏ। ତେଣୁ ମାର୍କଭାଇଙ୍କର ମତରେ ସମାଜ ଏବଂ ରାଷ୍ଟ୍ର ପରସ୍ପର ପରିପୂରକ, କିନ୍ତୁ ଆମେ ସମାଜରୁ ଯେହେତୁ ରାଷ୍ଟ୍ର ସୃଷ୍ଟି ହେଇଛି, ତାହେଲେ ରାଷ୍ଟ୍ରକୁ କେବେ ହେଲେ ଅଲଗା କରିପାରିବା ନାହିଁ। ଗୋଟାଏ ଟଙ୍କାର 2ଟି ପଟ ବୋଲି ଆମେ କହିପାରିବା। ସମାଜ ଏବଂ ରାଷ୍ଟ୍ରକୁ ପରସ୍ପର ସହଯୋଗୀ ଏବଂ ପରସ୍ପର ନିର୍ଭରଶାଳୀ, ଗୋଟାଏ ବିନା ଅନ୍ୟର ସ୍ଥିତି ଅନିଶ୍ଚିତ, ଗୋଟାଏ ବିନା ଅନ୍ୟର ସ୍ଥିତି ନିହାତି ଭାବରେ ରହିପାରିବ ନାହିଁ। ବର୍ତ୍ତମାନ ଆମେ ଦେଖିବା କ'ଣ, ରାଷ୍ଟ୍ର ଏବଂ ସଂଘ। ରାଷ୍ଟ୍ର କ'ଣ ଏବଂ ସଂଘ କ'ଣ, ସେ ବିଷୟରେ ଆମେ ଜାଣିବା। ଏବେ ରାଷ୍ଟ୍ର ଏବଂ ସଂଘ ଉଭୟ ସଂଘ ହୋଇଥିଲା ବେଳେ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ସଂଘ ମଧ୍ୟରେ କେତେକ ପାର୍ଥକ୍ୟ ରହିଛି। ରାଷ୍ଟ୍ର ଅଲଗା ଏବଂ ସଂଘ ଅଲଗା, ତା ମଧ୍ୟରେ ପାର୍ଥକ୍ୟ ଏବେ ଆମେ ଦେଖିବା। ରାଷ୍ଟ୍ର ଏକ ସଂଘ ହୋଇଥିଲେ ମଧ୍ୟ ଏହା ବିଭିନ୍ନ ସଂଘର ସମଷ୍ଟି। ରାଷ୍ଟ୍ର ଗୋଟାଏ ସଂଘ ହୋଇଥିଲେ ମଧ୍ୟ ଏହା ସମସ୍ତ ବିଭିନ୍ନ ସଂଘର ସମଷ୍ଟି।
ବିଭିନ୍ନ ସଂଘ ମାଧ୍ୟମରେ ବ୍ୟକ୍ତି ତାର ବିଭିନ୍ନ ଇଚ୍ଛା ତଥା ସ୍ୱାର୍ଥ ପୂରଣ କରିଥାଏ, କିନ୍ତୁ ରାଷ୍ଟ୍ର ଅନ୍ୟାନ୍ୟ ସାଧାରଣ ଏହାକୁ ସଂଘମାନଙ୍କର ସଂଘ କୁହାଯାଏ। ଯେତେ ବି ସଂଘ ଅଛନ୍ତି ସବୁ ସଂଘମାନଙ୍କର କ'ଣ ସଂଘ ହେଉଛି ରାଷ୍ଟ୍ର। ସଂଘ ବିଭିନ୍ନ ସଂଘ ହେଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ଡିମାଣ୍ଡ ଥିଲେ ମଧ୍ୟ ଅନ୍ୟାନ୍ୟ ଇଚ୍ଛା ଥିଲେ ମଧ୍ୟ ପୂରଣ ହୋଇନଥାଏ, କିନ୍ତୁ ଏହାକୁ ସଂଘମାନଙ୍କର ସଂଘ ମଧ୍ୟ କୁହାଯାଏ, ଯାହାକି ରାଷ୍ଟ୍ର ପୂରଣ କରିଥାଏ। 2 ନମ୍ବର ପଏଣ୍ଟ ଆମେ ଦେଖିବା, ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରର ସଦସ୍ୟ ହେବା ପାଇଁ ବାଧ୍ୟ, କିନ୍ତୁ ଅନ୍ୟାନ୍ୟ ସଂଘର ସଦସ୍ୟ ହେବା ଇଚ୍ଛାଧୀନ। ଦେଖନ୍ତୁ, ମୋର ଇଚ୍ଛା ପାଇଲା ମୁଁ କୌଣସି ସଂଘରେ ମିଶି ପାରିଲି, ନ ମିଶି ପାରିଲି, ସଂଘ ଗୋଟେ ଅଲଗା କଥା, କିନ୍ତୁ ରାଷ୍ଟ୍ର ପାଇଁ ମୁଁ ଯେହେତୁ ଭାରତରେ ବସବାସ କରୁଛି, ଗୋଟେ ସମାଜରେ ବସବାସ କରୁଛି ଏବଂ ସମାଜ ଗୋଟେ ନିୟମାବଳୀରେ ଚଲେ, କିନ୍ତୁ ସେଇ ପାଇଁ ରାଷ୍ଟ୍ରର ସଦସ୍ୟ ହେବା ପାଇଁ ନିହାତି ଆବଶ୍ୟକ ରହିଅଛି। ତାପରେ ଆମେ ନେକ୍ସଟ ପଏଣ୍ଟ ଦେଖିବା 4 ନମ୍ବର ପଏଣ୍ଟ ଆମେ ନିହାତି ଦେଖିବା। 3 ନମ୍ବର, ଜଣେ ବ୍ୟକ୍ତି କେବଳ ଗୋଟାଏ ରାଷ୍ଟ୍ରର ନାଗରିକତ୍ୱ ବା ସଭ୍ୟ ପଦ ରହିପାରିବ, କିନ୍ତୁ ସେହି ବ୍ୟକ୍ତି ଏକ ସମୟରେ ଏକାଧିକ ସଂଘର ସଭ୍ୟ ହୋଇପାରିବ। ନିହାତି ଭାବରେ ଆମେ ଜାଣିବା, ଜଣେ ବ୍ୟକ୍ତି ଆମେ ଗୋଟାଏ ରାଷ୍ଟ୍ରର ଗୋଟାଏ ସଦସ୍ୟ ରୂପେ ଆମେ ବିବେଚନା ହେଇପାରିବା, ଆମେ ଗୋଟାଏ ଭାରତୀୟ ବୋଲି କହିପାରିବା, କିନ୍ତୁ ଆମ ପାଖରେ ଯେଉଁ ସଂଗଠନ ଗୁଡ଼ାକ ଅଛି, ଯେତେ ବି ସଂଗଠନ ଅଛି, କିଏ ଅନେକ ପ୍ରକାର ସଂଗଠନ ଅଛି, କିଏ ଶିକ୍ଷା ସଂଗଠନ, ଲେବର ସଂଗଠନ, ଅନେକ ସଂଗଠନ ଅଛି, ଆମେ ସବୁ ସଂଗଠନରେ ଏକ ବା ଏକାଧିକ ସଂଗଠନରୁ ମିଶିପାରିବା, କିନ୍ତୁ ରାଷ୍ଟ୍ରର ନାଗରିକତା ଗୋଟାଏ ଆମେ ରହିବା, ଗୋଟାଏ ଆମେ ଭାରତୀୟ ବୋଲି କହିପାରିବା। ତାପରେ 4 ନମ୍ବର ପଏଣ୍ଟ ଦେଖିବା, ରାଷ୍ଟ୍ରର ଆୟତନ ବା ଭୌଗୋଳିକ ସୀମା ନିର୍ଦ୍ଦିଷ୍ଟ। ଗୋଟାଏ ରାଷ୍ଟ୍ରର ଆୟତନ ବା ଭୌଗୋଳିକ ସୀମା, ଆମେ ତାର ବାଉଣ୍ଡ୍ରି ଅଛି, ଗୋଟାଏ ରାଷ୍ଟ୍ରର କ'ଣ ଅଛି, ବାଉଣ୍ଡ୍ରି ଅଛି, ଆମେ ଏତେ ଦୂର ଆମେ ରାଷ୍ଟ୍ର ବୋଲି, ଆମେ ଯାହା ଭିତରେ ରହିଲା ଆମେ ରାଷ୍ଟ୍ର ବୋଲି କହିବା, କିନ୍ତୁ ସଂଘର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ନଥାଏ। ଗୋଟାଏ ସଂଘର କ'ଣ ଭୌଗୋଳିକ ସୀମା ରହିବ, କିଛି ତାର ଭୌଗୋଳିକ ସୀମା ନଥାଏ। ଗୋଟାଏ ସଂଘ କେବଳ ତିଆରି ହେଇଥାଏ, ତାର କିଛି ସର୍ତ୍ତ ବା କିଛି ତାର ଡିମାଣ୍ଡ ଥାଏ, ତାର ଡିମାଣ୍ଡ ପୁରିଗଲେ ସେହି ସଂଘର କାର୍ଯ୍ୟ ମଧ୍ୟ ସମ୍ପାଦନ ହୋଇଯାଇଥାଏ। ବର୍ତ୍ତମାନ ଆମେ ନେକ୍ସଟ ପଏଣ୍ଟ ଦେଖିବା 5 ନମ୍ବର ପଏଣ୍ଟ, ରାଷ୍ଟ୍ର ଏକ ସ୍ଥାୟୀ ସଂଘ, କିନ୍ତୁ ରାଷ୍ଟ୍ର ଭିତରେ ଥିବା ସଂଘ ଗୁଡ଼ିକ ଅସ୍ଥାୟୀ। ମୁଁ ଏବେ କହୁନଥିଲି କୌଣସି ସଂଘ ଏବେ ଗୋଟେ କ'ଣ, ଯଦି ଡିମାଣ୍ଡ ତାର ଅଛି, ତାର ଡିମାଣ୍ଡ ଫୁଲଫିଲ୍ ହେଇଗଲା, ସିଏ କ'ଣ ସେ ସଂଘ ଭାଙ୍ଗିଯିବ, କିନ୍ତୁ ରାଷ୍ଟ୍ର କେବେ ଭାଙ୍ଗିବ ନାହିଁ, ରାଷ୍ଟ୍ର ସବୁବେଳେ ସ୍ଥାୟୀ ଅଟେ। 6 ନମ୍ବର ପଏଣ୍ଟ ଆମେ ଦେଖିବା, ରାଷ୍ଟ୍ର ବହୁବିଧ ଉଦ୍ଦେଶ୍ୟ ଥିବାବେଳେ ସଂଘର କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି। ରାଷ୍ଟ୍ରର ବହୁବିଧ ଅନେକ ପ୍ରକାର ତାର ଉଦ୍ଦେଶ୍ୟ ଥିବାବେଳେ ସଂଘର ଗୋଟାଏ ମାତ୍ର ଲକ୍ଷ୍ୟ ବା ଗୋଟାଏ ଉଦ୍ଦେଶ୍ୟ, ସେଇଟା ଫୁଲଫିଲ୍ କେମିତି ହେବ। 7 ନମ୍ବର ପଏଣ୍ଟ ଦେଖିବା, ରାଷ୍ଟ୍ରର ସାର୍ବଭୌମତ୍ୱ କ୍ଷମତା ଥିବାବେଳେ ଅନ୍ୟାନ୍ୟ ସଂଘ ଗୁଡ଼ିକର ସାର୍ବଭୌମ କ୍ଷମତା ନଥାଏ, ଅନ୍ୟ ସଂଘ ଗୁଡ଼ିକର ସେହି କ୍ଷମତା ନଥାଏ। ସାର୍ବଭୌମତ୍ୱ କ୍ଷମତା ହେଉଛି ମୁଖ୍ୟ କ୍ଷମତା, ଯାହାର ସ୍ୱଇଚ୍ଛାର ନିୟମ ବା ରୁଲ୍ସ ଥାଏ, ତ ସେହି ଜିନିଷ କ'ଣ ସଂଘମାନଙ୍କର ପାଖରେ ନଥାଏ, ରାଷ୍ଟ୍ର ପାଖରେ ସେଇଟା ଅପରିହାର୍ଯ୍ୟ ଭାବେ ନିହାତି ଥାଏ। ରାଷ୍ଟ୍ର ସଂଘ ଅନ୍ୟାନ୍ୟ ସଂଘମାନଙ୍କର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ। ରାଷ୍ଟ୍ରକୁ କେହି ନିୟନ୍ତ୍ରଣ କରିପାରିବେ ନାହିଁ, ରାଷ୍ଟ୍ର ଗୋଟାଏ ନିୟମାବଳୀରେ ଚଲେ, କିନ୍ତୁ ସଂଘକୁ କ'ଣ ଗୋଟାଏ ରାଷ୍ଟ୍ର ନିହାତି ଭାବେ ନିୟନ୍ତ୍ରଣ କରିଥାଏ। ରାଷ୍ଟ୍ର ନୀତି ନିୟମ ନ ମାନିଲେ ତାର କଠୋର ଦଣ୍ଡ ଦେବା କ୍ଷମତା ରହିଥିବା ବେଳେ ସଂଘ ଗୁଡ଼ିକ ଦଣ୍ଡ ଦେବା କ୍ଷମତା ସୀମିତ। ଦେଖନ୍ତୁ, ରାଷ୍ଟ୍ର ଯଦି ନୀତି ନିୟମ ନ ମାନିଲା ତା ପାଖରେ ଦଣ୍ଡ ଦେବାର କ୍ଷମତା ନିହାତି ରହିଅଛି, କିନ୍ତୁ ସଂଘ ଗୁଡ଼ିକର ଦଣ୍ଡ ଦେବା କ୍ଷମତା ସୀମିତ। ସଂଘ ମାନେ କୌଣସି ସଂଘ ଦଣ୍ଡ ଦେଇପାରିବ ନାହିଁ। ଯଦି ରାଷ୍ଟ୍ରର ଆମେ ଜଣେ ରାଷ୍ଟ୍ରର ନିୟମାବଳୀ ନ ମାନୁଛୁ, ଯଦି ଆମେ ନିୟମରେ ନ ରହିବା, ତାହେଲେ ରାଷ୍ଟ୍ର କ'ଣ ଆମକୁ ଦଣ୍ଡ ଦେଇପାରେ, କିନ୍ତୁ କୌଣସି ସଂଘ ଦଣ୍ଡ ଦେଇପାରିବ ନାହିଁ, ସେହି ତାଙ୍କ ପାଇଁ ସେତିକି କ୍ଷମତା ପ୍ରଦାନ କରାଯାଇ ନାହିଁ। 8 ନମ୍ବର ପଏଣ୍ଟ ଦେଖିବା, ରାଷ୍ଟ୍ରର ଅଖଣ୍ଡ କ୍ଷମତାଶୀଳ ସଂଘ ଗୁଡ଼ିକୁ ସେମାନଙ୍କର ବୈଧତା ପାଇଁ ରାଷ୍ଟ୍ରର ସ୍ୱୀକୃତି ଲାଭ କରିଥାନ୍ତି। କ'ଣ ଏଠି ରାଷ୍ଟ୍ର ଅଖଣ୍ଡ କ୍ଷମତାଶାଳୀ, ରାଷ୍ଟ୍ର ହେଉଛି ଅଖଣ୍ଡ, କେହି ତାକୁ କେହି କଣ୍ଟ୍ରୋଲ କରିବେ ନାହିଁ, ସେ ନିହାତି ଭାବରେ ତାଙ୍କର ନିଜସ୍ୱ କ୍ଷମତା ଗୁଡ଼ିକ, ସଂଘ ଗୁଡ଼ିକ ସେମାନଙ୍କର ବୈଧିତ କ୍ଷମତା ରାଷ୍ଟ୍ର ସ୍ୱୀକୃତି ଲାଭ କରିଥାଏ, ରାଷ୍ଟ୍ର ତାଙ୍କୁ ସଂଘ ଗୁଡ଼ିକୁ କ'ଣ ତାଙ୍କୁ କ୍ଷମତା ପ୍ରଦାନ କରିଥାଏ। ତେଣୁ ରାଷ୍ଟ୍ର ଏବଂ ସଂଘ ମଧ୍ୟରେ ସମନ୍ୱୟ ରହିଲେ ବ୍ୟକ୍ତିର ବିକାଶ ସହିତ ସାମାଜିକ ବୃଦ୍ଧି ଘଟିଥାଏ। ଏହି ଦୃଷ୍ଟିରୁ ରାଷ୍ଟ୍ରକୁ ସଂଘମାନଙ୍କର ଏକ ସଂଘ କହିବା
ଯଥାର୍ଥ ଅଟେ। ତେଣୁ ସଂଘମାନଙ୍କର ସଂଘ କହିବା ରାଷ୍ଟ୍ରକୁ ଆମେ ନିହାତି ଦରକାର। ଯେତେ ବି ସଂଘ ଅଛି ସବୁ ସଂଘରୁ ଗୋଟାଏ ସଂଘ ହେଉଛି ବଡ଼ ସଂଘ, ଯାହାକୁ ଆମେ ରାଷ୍ଟ୍ର ବୋଲି କହିପାରିବା। ବର୍ତ୍ତମାନ ରାଷ୍ଟ୍ର ଷ୍ଟେଟ୍ ଆଣ୍ଡ ଗଭର୍ଣ୍ଣମେଣ୍ଟ କ'ଣ ଦେଖିବା। ରାଷ୍ଟ୍ର ଏବଂ ସରକାରଙ୍କର ମଧ୍ୟରେ କ'ଣ ଅଛି ତାପରେ ଏବେ ଆମେ ଦେଖିବା। ବେଳେବେଳେ ରାଷ୍ଟ୍ର ଏବଂ ସରକାର ବିଭିନ୍ନ ବୋଲି ଲୋକେ କହନ୍ତି, କିନ୍ତୁ ବାସ୍ତବରେ ଏହା ନୁହେଁ। ଲୋକ କ'ଣ କହନ୍ତି, ରାଷ୍ଟ୍ର ଅଲଗା ସରକାର ଅଲଗା। ତ ଲୋକମାନେ କହନ୍ତି, କିନ୍ତୁ ବାସ୍ତବରେ ସେଇଟା ସମ୍ଭବ ନୁହେଁ, ସେଇଟା ହେଇପାରିବ ନାହିଁ। ରାଷ୍ଟ୍ର ଏବଂ ସରକାର ମଧ୍ୟରେ ପାର୍ଥକ୍ୟ ରହିଅଛି। କ'ଣ କ'ଣ ରାଷ୍ଟ୍ର ଏବଂ ସରକାର ମଧ୍ୟରେ ପାର୍ଥକ୍ୟ ରହିଅଛି ଆମେ ବର୍ତ୍ତମାନ ଦେଖିବା। 1 ନମ୍ବର, ରାଷ୍ଟ୍ର ସମଗ୍ର ଶରୀର ହେଲେ ସରକାର ତାର ଅଙ୍ଗ। ସରକାର ରାଷ୍ଟ୍ରର ଏକ ଉପାଦାନ। ଗୋଟାଏ ରାଷ୍ଟ୍ରର ଗୋଟାଏ ଉପାଦାନ ହେଉଛି ସରକାର। ଯଦି ସରକାରକୁ ଆମେ ଯଦି ଗୋଟାଏ ଶରୀର ବୋଲି ରାଷ୍ଟ୍ର ଗୋଟାଏ ଶରୀର ବୋଲି କହିବା, ସରକାର ତାର ଅଙ୍ଗ, ହାତ କିଏ ଗୋଡ଼ ଏଇସବୁ ଜିନିଷରେ ଯିବେ। ସରକାର ନଥିଲେ ରାଷ୍ଟ୍ର ଅସମ୍ପୂର୍ଣ୍ଣ। ସରକାର ନହେଲେ ରାଷ୍ଟ୍ର ଅସମ୍ପୂର୍ଣ୍ଣ। ସରକାର ଯଦି ନହେବ ରାଷ୍ଟ୍ର ଅସମ୍ପୂର୍ଣ୍ଣ ହେଇଯିବ। ଯେମିତି ଆମେ ହାତ ନଥିବା ଗୋଡ଼ ନଥିବା ତାହେଲେ ମଣିଷ ହେଇକି ଆମେ କ'ଣ ସେ ଶରୀର ନଥିବା ସହିତ ସମାନ। ସେଇଥିପାଇଁ ସରକାର ନଥିଲେ ରାଷ୍ଟ୍ର ଅସମ୍ପୂର୍ଣ୍ଣ ହୋଇଥାଏ। ଆମ ପାଇଁ ନିହାତି ସରକାର ଥିବା ଦରକାର। 2 ନମ୍ବର ପଏଣ୍ଟ ଆମେ ଦେଖିବା, ରାଷ୍ଟ୍ରର ଇଚ୍ଛାକୁ ସରକାର କାର୍ଯ୍ୟକାରୀ କରେ। ରାଷ୍ଟ୍ରର ଇଚ୍ଛାକୁ ସରକାର କାର୍ଯ୍ୟକାରୀ କରେ। ରାଷ୍ଟ୍ର ମାଲିକ, ସରକାର ତାର ପ୍ରତିନିଧି। ରାଷ୍ଟ୍ର ହେଲେ ମାଲିକ, ଯଦି ସରକାର ହେଉଛନ୍ତି ତାର ପ୍ରତିନିଧି। ରାଷ୍ଟ୍ରର ସମସ୍ତ କାମ ସରକାର ନିହାତି କରିବ। ରାଷ୍ଟ୍ରରେ ଥିବା ସମସ୍ତ ଅଧିବାସୀ ତାର ସଦସ୍ୟ, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ନିର୍ବାଚିତ ବ୍ୟକ୍ତି ସରକାର ସଦସ୍ୟ। ରାଷ୍ଟ୍ରରେ ଥିବା ସମସ୍ତ, ଆମେ ଭାରତରେ ଯଦି ଆମେ ବସବାସ କରୁଛନ୍ତି, ଭାରତୀୟ ଆମେ କହୁଛୁ, ତାହେଲେ ଭାରତରେ ଆମେ ସମସ୍ତେ ଭାରତର ଗୋଟେ ସଦସ୍ୟ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ନିର୍ବାଚିତ ବ୍ୟକ୍ତି ସରକାରଙ୍କର ସଦସ୍ୟ। ଯଦି ଆମେ କହିବା MLA MP ମାନେ, ତାଙ୍କୁ କ'ଣ ସରକାରଙ୍କର ସଦସ୍ୟ ବୋଲି କହିପାରିବା। କିନ୍ତୁ ସରକାର କେଉଁଥିରେ ଆସୁଛନ୍ତି, ଗୋଟାଏ ରାଷ୍ଟ୍ରର ଗୋଟାଏ କ'ଣ ଏଲିମେଣ୍ଟ ବା ଉପାଦାନ ହିସାବରେ ସେ ଆସୁଛନ୍ତି। ଏବେ ଦେଖିବା 4 ନମ୍ବର ପଏଣ୍ଟ ଦେଖିବା, ରାଷ୍ଟ୍ର ଚିରସ୍ଥାୟୀ ହୋଇଥିବା ବେଳେ ସରକାର କ୍ଷଣସ୍ଥାୟୀ। ରାଷ୍ଟ୍ର ସବୁଦିନ ପାଇଁ ରହିଥିବା ବେଳେ ସରକାର ବଦଳୁଥାଏ। ରାଷ୍ଟ୍ର ଚିରସ୍ଥାୟୀ, ପିଲାମାନେ ଜାଣିଥାଅ, ରାଷ୍ଟ୍ର ହେଉଛି ଚିରସ୍ଥାୟୀ। ରାଷ୍ଟ୍ରର କେବେ ମୃତ୍ୟୁ ନାହିଁ, କିନ୍ତୁ ରାଷ୍ଟ୍ରର କେବେ ପତନ ନାହିଁ। ସରକାର ସବୁଦିନ ପାଇଁ ରହିଥିବା ମାନେ ବଦଳୁଥାଏ। ସବୁବେଳେ କ'ଣ ସରକାର, ଆଜି କେଉଁ ସରକାର ଅଛି, କାଲି କେଉଁ ସରକାର ରହିବ, କିନ୍ତୁ ରାଷ୍ଟ୍ର ସବୁବେଳେ କ'ଣ କ୍ଷଣସ୍ଥାୟୀ ରହିଥାଏ। 5 ନମ୍ବର କ'ଣ, ରାଷ୍ଟ୍ରର ସାର୍ବଭୌମତ୍ୱ କ୍ଷମତା ଥିବାବେଳେ ସରକାରର ସେହି କ୍ଷମତା ନଥାଏ। ରାଷ୍ଟ୍ରର ସାର୍ବଭୌମତା ନିଜସ୍ୱ କ୍ଷମତା ଥିବାବେଳେ ସରକାରର କ୍ଷମତା ନଥାଏ। ସରକାର ତ ରାଷ୍ଟ୍ରର ନିୟମାବଳୀରେ ଚଳିଥାନ୍ତି। ସେହି କ୍ଷମତାକୁ ପ୍ରୟୋଗ କରିବା ପାଇଁ ସରକାରଙ୍କୁ ଅଧିକାର ଦିଆଯାଇଥାଏ। ସରକାରଙ୍କୁ କ'ଣ ଅଧିକାର ଦିଆଯାଇଥାଏ, ରାଷ୍ଟ୍ରର କ୍ଷମତାକୁ କ'ଣ ସିଏ ପାଳନ କରିବେ ବା ନିୟମ ମାନିବେ ବୋଲି ତାକୁ ଆଦେଶ ଦିଆଯାଇଥାଏ। ରାଷ୍ଟ୍ର ବିରୁଦ୍ଧରେ ନାଗରିକ ଯାଇପାରିବେ ନାହିଁ, କିନ୍ତୁ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ନାଗରିକ ସରକାରଙ୍କ ବିରୁଦ୍ଧରେ ଯାଇପାରିବେ। କୌଣସି ରାଷ୍ଟ୍ରର ବିରୁଦ୍ଧରେ କୌଣସି ନାଗରିକ ଯାଇପାରିବ ନାହିଁ। କିନ୍ତୁ ଏ ସରକାର ଭଲ, ଏ ସରକାର ମନ୍ଦ ବୋଲି ଆମେ ସମାଲୋଚନା କରିପାରିବା ବା ତାଙ୍କ ପ୍ରତି ଆମେ ସମାଲୋଚନା କଠୋର ଭାବରେ ସମାଲୋଚନା କରିପାରିବା। ରାଷ୍ଟ୍ରର ଉପାଦାନ ସବୁଠି ସମାନ, କିନ୍ତୁ ସରକାର ଭିନ୍ନ ଭିନ୍ନ। ରାଷ୍ଟ୍ର ଗୋଟାଏ ରାଷ୍ଟ୍ର, ଯେଉଁ ବି ଦେଶ ରାଷ୍ଟ୍ର ବୋଲି ଆମେ କହିବା, ଯାହାକୁ ବି ରାଷ୍ଟ୍ର ବୋଲି କହିବା, ସେଇଥିରୁ ସମସ୍ତ ଉପାଦାନ ହେଉଛି ସବୁଠି ସମାନ। ଗୋଟାଏ ଉପାଦାନ ନହେଲେ ମଧ୍ୟ ରାଷ୍ଟ୍ର ସମ୍ଭବ ହୋଇପାରିବ ନାହିଁ ବା ତାଙ୍କୁ ଆମେ ରାଷ୍ଟ୍ର କହିପାରିବା ନାହିଁ। କିନ୍ତୁ ସରକାର ସବୁଠାରେ ଭିନ୍ନ ଭିନ୍ନ। ଆଜି ଏ ସରକାର ଅଛନ୍ତି, କାଲି ଅଲଗା ସରକାର ରହିବେ। ଆଉ କେଉଁ ସରକାର ଅଛନ୍ତି, ଆଉ କେଉଁ ସରକାର ରହିବେ। ତେଣୁ ସରକାର ଭିନ୍ନ, ରାଷ୍ଟ୍ର ଗୋଟାଏ। ରାଷ୍ଟ୍ରକୁ ଦେଖି ହୁଏ ନାହିଁ, କିନ୍ତୁ ସରକାରକୁ ଦେଖି ହୁଏ। ଇମାଜିନ୍, ଏଇଟା ନିହାତି ସତ୍ୟ କଥା। ରାଷ୍ଟ୍ର ମାନେ କ'ଣ, ଆମେ ସମାଜ ବୁଝି ହେଲା ତ ଆମେ ରାଷ୍ଟ୍ରକୁ କେବେ ହେଲେ ଦେଖିପାରୁ ନାହୁଁ। ଗୋଟେ ଇମାଜିନ୍ କରିପାରୁ, ଆମେ ସମସ୍ତେ କ'ଣ ଦେଖି ହୁଏନି, ଇମାଜିନ୍ କରିଛେ। କିନ୍ତୁ ସରକାରଙ୍କୁ ଆମେ ଦେଖି ହୁଏ, ଏଇଟା କଂଗ୍ରେସ ସରକାର, ଏଇଟା BJP ସରକାର, ଏଇଟା ଆଉ କେଉଁ ସରକାର, ଏମିତି ଆମେ ସରକାରକୁ ଦେଖିପାରିବା। ରାଷ୍ଟ୍ର କାଳ୍ପନିକ ସଂସ୍ଥା ହୋଇଥିବା ବେଳେ
ସରକାର ବାସ୍ତବ ସଂସ୍ଥା। ଆମେ ଇମାଜିନ୍ ମାନେ କ'ଣ କାଳ୍ପନିକ କରିପାରୁଛୁ ରାଷ୍ଟ୍ର କ'ଣ ହୋଇଥିବ, ରାଷ୍ଟ୍ରର କ'ଣ କ'ଣ ତା'ର ପରିସୀମା ଥିବ, କ'ଣ କ'ଣ ତା'ର ଉପାଦାନ ଥିବ। ଆମେ ଦେଖୁଥିବା ବେଳେ କ'ଣ ସରକାରର ବାସ୍ତବତା ଆମେ ତାଙ୍କୁ ଦେଖିଥାଉ। ସରକାର ବାସ୍ତବରେ ସରକାର ଅଛନ୍ତି ବୋଲି ଆମେ ଭାବିଥାଉ ବା ଦେଖିଥାଉ। ଏସବୁ ହେଲା କ'ଣ ସରକାର ଏବଂ କ'ଣ ରାଷ୍ଟ୍ର ମଧ୍ୟରେ ସମ୍ପର୍କ। ରାଷ୍ଟ୍ର ନାମରେ ସରକାର ସମସ୍ତ କାର୍ଯ୍ୟ କରନ୍ତି। ରାଷ୍ଟ୍ରଙ୍କ ନାଁରେ ସରକାର ସମସ୍ତ କାର୍ଯ୍ୟ କରନ୍ତି। ରାଷ୍ଟ୍ର ଏକ ଅଦୃଶ୍ୟ ଶକ୍ତି ଯାହାର ମହାନ ରୂପ ସରକାର ଅଙ୍କନ କରିଥାନ୍ତି। ରାଷ୍ଟ୍ର ଆମେ ବୋଲି କହିବା ଯାହାର ଅଦୃଶ୍ୟ ଅତି ରାଷ୍ଟ୍ର ଗୋଟେ ଆମେ କ'ଣ ଅଦୃଶ୍ୟ ବୋଲି କହିପାରିବା, କିନ୍ତୁ ସରକାର ତାଙ୍କୁ ସମ୍ପୂର୍ଣ୍ଣ ଭାବରେ କ'ଣ ରୂପ ଦେଇଥାନ୍ତି ବା ଅଙ୍କନ କରିଥାନ୍ତି, ତା'ର କାର୍ଯ୍ୟ ତୁଲାଇଥାନ୍ତି। ଅଧ୍ୟାପକ ସିଲି କହିଛନ୍ତି, ତାତ୍ତ୍ୱିକ ଦୃଷ୍ଟିକୋଣରୁ ସରକାର ଓ ରାଷ୍ଟ୍ର ମଧ୍ୟରେ ତାରତମ୍ୟ ରହିଛି, କିନ୍ତୁ ବାସ୍ତବ ଜୀବନରେ ସରକାର ବିନା ରାଷ୍ଟ୍ରକୁ କଳ୍ପନା କରାଯାଇ ପାରିବ ନାହିଁ। ରାଷ୍ଟ୍ରର ସବୁ କାମ ସରକାରଙ୍କର କାମ ହୋଇଥାଏ। ଆମେ ବାସ୍ତବରେ ଯେଉଁ ଜିନିଷ ଆମେ କ'ଣ କାଳ୍ପନିକା ମଧ୍ୟ କରିବା, କ'ଣ ସେହି ଦୃଷ୍ଟିରୁ ସରକାର ରାଷ୍ଟ୍ରର ସମସ୍ତ କାର୍ଯ୍ୟ କରିଥାନ୍ତି। ଆଉ ସରକାର ବିନା ରାଷ୍ଟ୍ରର କଳ୍ପନା କରାଯାଇ ପାରିବ। ସରକାର ଯଦି ନ ହେବେ ଗୋଟାଏ ରାଷ୍ଟ୍ର ଆମେ ତା'ର କଳ୍ପନା କରିପାରିବା ନାହିଁ। ରାଷ୍ଟ୍ରରେ ଯେଉଁ କାମ ମଧ୍ୟ ଦରକାର ସେଇଟା କିଏ କରିଥାଏ ନା ସବୁଯାକ ସରକାର କରିଥାନ୍ତି। ରାଷ୍ଟ୍ରର ସମସ୍ତ କାମ ସରକାର କରିଥାନ୍ତି। ଏବେ ଆମେ ଦେଖିବା ଜାତି ଓ ରାଷ୍ଟ୍ର ମଧ୍ୟରେ, ଜାତି ଏବଂ ରାଷ୍ଟ୍ର ଷ୍ଟେଟ୍ ଆଣ୍ଡ ନେସନ୍ ମଧ୍ୟରେ କ'ଣ ତାଙ୍କର ସମ୍ପର୍କ କ'ଣ ଅଛି ଯେ ଦେଖିବା ରାଷ୍ଟ୍ର ଏବଂ ଜାତି ମଧ୍ୟରେ। ଆଧୁନିକ ରାଷ୍ଟ୍ର ହେଉଛି ଗତିଭିତ୍ତିକ ରାଷ୍ଟ୍ର। ଜାତୀୟ ସ୍ୱାର୍ଥ କହିଲେ ରାଷ୍ଟ୍ରର ସ୍ୱାର୍ଥକୁ ବୁଝାଏ। ଜାତୀୟ ସ୍ୱାର୍ଥ କହିଲେ ଜାତୀୟ ଯଦି ସ୍ୱାର୍ଥ ଆମେ ଯଦି କହିବା ଜାତୀୟ ସ୍ୱାର୍ଥର କଥା, ତାହେଲେ ରାଷ୍ଟ୍ରର ସ୍ୱାର୍ଥକୁ ବୁଝାଏ। ଗୋଟାଏ ରାଷ୍ଟ୍ରରେ ଅଧିକାରୀ ଚରିତ୍ରକୁ ଜାତୀୟ ଚରିତ୍ର ଆଖ୍ୟା ଦିଆଯାଇଥାଏ। ତେଣୁ ପ୍ରାୟ ସମାନ ଅର୍ଥରେ ରାଷ୍ଟ୍ର ଓ ଜାତି ବ୍ୟବହାର ହୋଇଥାଏ। ପ୍ରାୟ ସମାନ ଅର୍ଥରେ, ସେଇଥିପାଇଁ ଆମେ ରାଷ୍ଟ୍ର ବା ନେସନ୍ ବୋଲି ମଧ୍ୟ କହିଥାଉ। ସେମ୍ ଜିନିଷ। ଜାତି ଶବ୍ଦଟି ଲାଟିନ୍ ଭାଷା ନାସିଓ ଶବ୍ଦରୁ ଆସିଅଛି, ଯାହାର ଅର୍ଥ ହେଉଛି ଜନ୍ମ ଏବଂ ବଂଶ। ଯାହାର ଅର୍ଥ କ'ଣ ନାସିଓର ଅର୍ଥ କ'ଣ ଜନ୍ମ ବା ବଂଶ, ଅର୍ଥାତ୍ ଜଣେ ସାଧାରଣ ପୂର୍ବଜ ବଂଶଧରକୁ ନେଇ ଗଠିତ ଜନସମ୍ପ୍ରଦାୟକୁ ଗୋଟାଏ ଜାତି ବୋଲି କୁହାଯାଏ। ପ୍ରଫେସର ଗୋଲ୍ଡଖିଷ୍ଟଙ୍କ ମତରେ ଜାତି ଶବ୍ଦଟି ରାଷ୍ଟ୍ରର ନିକଟବର୍ତ୍ତୀ। ଜାତି ଯାହା ରାଷ୍ଟ୍ର ତାହା, ତାଙ୍କର ଉଭୟ ଶବ୍ଦ କ'ଣ ପାଖେ ପାଖେ ଅଛି ବୋଲି କହିଛନ୍ତି। ମାତ୍ର ଶବ୍ଦର ପାର୍ଥକ୍ୟ ଅଛି। ଶବ୍ଦ ବା ଅର୍ଥର ପାର୍ଥକ୍ୟ ରହିଅଛି ଜାତି ଏବଂ ରାଷ୍ଟ୍ର ମଧ୍ୟରେ। ରାଷ୍ଟ୍ର ସହିତ ଜାତୀୟତା ମିଶ୍ରଣରେ ଜାତି ଗଠିତ ହୋଇଥାଏ। ଜାତି ଯେତେବେଳେ ସାର୍ବଭୌମ ରାଷ୍ଟ୍ରର ଅଧିକାର ହୁଏ, ତାହାକୁ ଇଂରାଜୀ ଭାଷାରେ ନେସନ୍ କୁହାଯାଏ। ଯେତେବେଳେ କ'ଣ ସାର୍ବଭୌମ ରାଷ୍ଟ୍ରର ଅଧିକାର ହୁଏ, ତାହାକୁ ଇଂରାଜୀ ଭାଷାରେ ନେସନ୍ ମଧ୍ୟ କୁହାଯାଏ, ଆମେ ଯାହା କହିପାରିବା। ଏହି କ୍ଷେତ୍ରରେ ଜାତି ଓ ରାଷ୍ଟ୍ରର ସମର୍ଥକ ଶବ୍ଦ ବ୍ୟବହୃତ ହୋଇଥାଏ। ଫରାସୀ ରାଷ୍ଟ୍ର ସ୍ଥାନରେ ଫରାସୀ ଜାତି, ଭାରତୀୟ ରାଷ୍ଟ୍ର ସ୍ଥାନରେ ଭାରତୀୟ ଜାତିର ବ୍ୟବହାର ଦେଖିବାକୁ ମିଳିଥାଏ। ଏହା ସମସ୍ତେ ଆମେ ବ୍ୟବହାର କରିଥାଉ। ଭାରତୀୟ ଜାତି ବୋଲି ଆମେ ସମସ୍ତେ କ'ଣ ଭାରତୀୟ ବା ଭାରତୀୟ ଜାତି, ନେସନ୍ ଷ୍ଟେଟ୍ ବୋଲି ଆମେ ନିହାତି କହିଥାଉ। ଜାତି ବେଳେବେଳେ ରାଜନୈତିକ ସ୍ୱାଧୀନତା ଉଦ୍ୟମ କରୁଥାଏ, ଅର୍ଥାତ୍ ଏକ ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା ସଂଗ୍ରାମ କରୁଥାଏ। ତାହାକୁ ଇଂରାଜୀ ଭାଷାରେ ନ୍ୟାସନାଲିଟି। 1947 ମସିହା ପୂର୍ବରୁ ଭାରତ 1971 ମସିହା ସ୍ୱାଧୀନତା ଲାଭ ପୂର୍ବରୁ ବଙ୍ଗଳାରେ ଏହାର ଉଦାହରଣ ବୋଲି କୁହାଯାଏ। ଏବେ ଆମେ ଦେଖିବା ଜାତି ଓ ରାଷ୍ଟ୍ରର ଅନେକ ସମୟରେ ଏକ ଅଭିନ୍ନ ଶବ୍ଦ ରୂପ ବ୍ୟବହାର ହେଉଥିଲେ ହେଁ ଉଭୟ ପରସ୍ପର ଠାରୁ ପୃଥକ୍ ଯଦି ଆମେ କହିବା, ତାହେଲେ ଏବେ ଦେଖିବା ଓକେ କ'ଣ ଅଛି ତାଙ୍କ ଭିତରେ ସମ୍ପର୍କ। ରାଷ୍ଟ୍ର ଏକ ବାସ୍ତବ ରାଜନୈତିକ ସଂଗଠନ ହୋଇଥିବା ବେଳେ ଜାତି ହେଉଛି ଏକ ଭାଗବତ ଧାରଣା। ରାଷ୍ଟ୍ରର ଆଇନ ସମ୍ମତ ସ୍ଥିତି ଅଛି,
आत्मिक स्तर जातिर एक भावभित्तिक सत्ता। आम जदि कहवा राष्ट्रर गोटाए कौन आईन अच्छी किंतु जातिर कौन आईन ना आम समस्ते भाव प्रवणता आम समस्ते भारतीय बोली कहू बा आम गोटाए नेशनालिटी बोली कहू से जिनस अच्छी। 2 नंबर पॉइंट कौन राष्ट्रर 4टी मौलिक उपादान रही यथा जनबसति भौगोलिक परिसीमा सरकार और सार्वभौम मात्र जातिर केतेक सांस्कृतिक उपादान को नहीं गठित। आमे समस्ते कौन भारतीय आमे समस्ते गोटाए कल्चर रु आसी अच्छु यही सब जिनस आम मन को आसे से सब जिनस आसवाई आम कौन गोटाए नेशन बोली आमे कहवा वन नेशन बोलिक आमे कही था से। 3 नंबर पॉइंट देखा राष्ट्र एक निर्दिष्ट भूखंड मध्य आबद्ध। राष्ट्र जदि आम कहवा गोटाए निर्दिष्ट भूखंड बा गोटाए तापाई परिसीमा अच्छी मात्र जातिर कौन आंचलिकता नहीं गोटाए जातिर लोके 2टी राष्ट्र बसवास करि पारंती किंतु 2 बा ततोधिक जातिर लोक गोटाए राष्ट्र बसवास करि पारंती ना। आम जदि कहवा मात्र कौन आंचलिकता नहीं से जगह कौन आंचलिकता नहीं बोली आम कहवा गोटाए जातिर लोक 2टी राष्ट्र बसवास करि पारंती 2टी राष्ट्र से माने रही पारिबे किंतु 2 बा ततोधिक जातिर लोक से जातिर लोक राष्ट्र बसवास करि पारिबे नहीं बोली कहा जाय अछि। तापरे आमे कोन देखिबा 4 नंबर पॉइंट जातिर परिचय अंतर्मुखी राष्ट्रर अस्तित्व बहुर्मुखी अंतर्मुखी एवं बहुर्मुखी परिचय अछि। राष्ट्र आमे कहि पारबा बहुर्मुखी जाति कहि पारबा अंतर्मुखी। एक निर्दिष्ट भौगोलिक सीमा सरहद मध्य आईन पाए संगठित समाज को नहीं राष्ट्र सृष्टि गोटाए समाज नीति नियम पाई गोटाए राष्ट्र सृष्टि होता है किंतु गोटाए सरकार द्वारा शासित जनता मध्य एक जाति सृष्टि करि पारंती। उदाहरण स्वरूप ऑस्ट्रिया हेंगेरी प्रथम विश्वयुद्ध पूर्वर एक राष्ट्र थिले जेमिति कहि परिबा आमे गोटाए नेशन थिले बा राष्ट्र थिले बोली कहि परिबा किंतु सेमाने एक जाति सृष्टि करि पारि नथिले गोटाए जाति सेमाने सृष्टि करि पारि नथिले। सेहीपरि 1945 मसीह जर्मान जापान सेमानंकर सार्वभौमत्व हराई राष्ट्रपदरु वंचित थिले किंतु सेमानंकर जातिगत परिचय लोप पाई नथिला। सेमाने कोन जापानी बोली कहि परिबा कि जर्मनी बोली कहि परिबा तांकर जाति भित्तिक निहाती थिला परिचय निहाती भावरे थिला। एबे देखिबा जाति को भित्ति करी राष्ट्र गठन जाति भित्तिक राष्ट्र केमिति गठन हेसी देखिबा एबे किंबा प्रत्येक जाति पाए गोटाए राष्ट्र नीतिर सपक्ष और विपक्ष जुक्ति रही अछि। जॉन स्टुआर्ट मिल थिले एही नीतिर जड़े समर्थक किए थिले जॉन स्टुआर्ट मिल थिले जड़े एही नीतिर निहाती भावे जड़े समर्थक बा सपोर्टर बोली कहि परिबा मात्र लॉर्ड कर्जन और अन्यान्य एही नीतिर विरोध थिले बोली कहि परिबा एही नीतिर निहाती भावे विरोधी थिले। सेमाने कोन जुक्तियुक्त हेले एक जाति भित्तिक राष्ट्र विभिन्नतार अनुपस्थिति रे स्वाधीनता विपन्न हुए प्रगति व्यवहृत हुए मानव सभ्यतार बृहत्तर स्वार्थ दृष्टि एकाधिक मत को नहीं संगठित सृष्टि ग्रहणीय होता है बोली कहा जाए। वर्तमान आमे देखिबा संक्षेप रे सूचना देखिबा कोन अछि राजनीति विज्ञान मुख्य आलोच्य विषय होछि राष्ट्र। राजनीति विज्ञान मुख्य आलोच्य विषय होछि राष्ट्र एक निर्दिष्ट भूखंड राजनैतिक उद्देश्य पाई संगठित समाज को राष्ट्र कहा जाए। राष्ट्र को कौन कहा जाए गोटाए भूखंड रे कौन एक निर्दिष्ट भूखंड रे राजनैतिक उद्देश्य पाई संगठित समाज को आमे राष्ट्र कहि परिबा। 2 नंबर पॉइंट एबे आमे देखिबा राष्ट्रर 4 गोटी मौलिक उपादान रही से गुडी कहला जनसमूह भूखंड सरकार और सार्वभौमत्व यही 4टा निहाती भाव में इम्पोर्टाट एटा एग्जाम रे मध्य पड़ी थाए कौन कौन क्या आम राष्ट्र कहीपर क्यों कौ राष्ट्रर कौन कौन लक्षण अच्छी लेख से जिनस आसो एग्जाम रे ताकू तुम लिखिपर। ओके राष्ट्रर मुख्य लक्षण है सार्वभौमत्व कौन सार्वभौमत्व राष्ट्रर हूँ मुख्य लक्ष्य हूँ सार्वभौम निजस्व आईन एवं निजस्व नियम बोली निहाती रहा जहाँ अभ्यंतरीण क्षेत्र में सर्वोच्च क्षमता बाह्य क्षेत्र में बाह्य शक्तिर
ଅଧୀନରୁ ମୁକ୍ତ ହେବାକୁ ବୁଝାଏ, ଯାହାକି ଅନ୍ୟ କୌଣସି ଦ୍ୱାରା ପୋଲିସି ଆମେ ବା ତାଙ୍କ ଦ୍ୱାରା ଶାସିତ ନ ହେବା, ଯାହା ଆମକୁ କ'ଣ ବ୍ରିଟିଶର ଆମେ କ'ଣ ଭାରତ ବ୍ରିଟିଶର ରେ ଅଧୀନରେ ଥିଲା। ତାହେଲେ ଆମେ ତାକୁ କେମିତି କହିପାରିବା ଗୋଟାଏ ରାଷ୍ଟ୍ର ନିଜର ସାର୍ବଭୌମତ୍ୱ କ୍ଷମତା ବା ନିଜର ଆଇନ ନଥିଲା। ତ ଆମେ 1947 ମସିହା ଅଗଷ୍ଟ 15 ତାରିଖ ଠାରୁ ଆମେ ନିଜର ସାର୍ବଭୌମତ୍ୱ କ୍ଷମତାକୁ ଆମେ କ'ଣ ଆପଣେଇ ନିଜର ଏବେ କ'ଣ ନିଜର ସମ୍ବିଧାନ ତିଆରି କରି ଆମେ ବର୍ତ୍ତମାନ ଚାଲୁଅଛୁ। ତ ଆମକୁ କ'ଣ ଗୋଟେ ରାଷ୍ଟ୍ର ଆମେ ବୋଲି ବୁଝିପାରିବା। ତାପରେ ଏବେ ଦେଖିବା 3 ନମ୍ବର ପଏଣ୍ଟ, ସମାଜ ରାଷ୍ଟ୍ର ଠାରୁ ଉର୍ଦ୍ଧ୍ୱରେ ଏବଂ ପ୍ରଥମେ ସମାଜ ତାପରେ ରାଷ୍ଟ୍ରର ପରିକଳ୍ପନା। ସମାଜ ନିହାତି ଭାବରେ ପ୍ରଥମେ ତିଆରି ହେଇଛି, ତାପରେ ଯାଇକି ରାଷ୍ଟ୍ର ତିଆରି ହେଇଛି। ସମାଜ ଜୀବନ କହିଲେ ମନୁଷ୍ୟର ସାମୂହିକ ଜୀବନକୁ ବୁଝାଏ। ସମାଜ ଯଦି କହିବା ମଣିଷର ସମସ୍ତ ସାମୂହିକ ଜୀବନକୁ କୁହାଏ, କିନ୍ତୁ ରାଷ୍ଟ୍ର ମନୁଷ୍ୟର ରାଜନୈତିକ ସାଧନା ପାଇଁ ପ୍ରତିଷ୍ଠିତ ଏକ ସଂଗଠନ। ଯଦି ଆମେ କହିବା ରାଷ୍ଟ୍ର ବୋଲି କହିବା, ରାଷ୍ଟ୍ର ଆଉ କିଛି ନୁହେଁ, କ'ଣ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ସାଧନା କରିବା ପାଇଁ ଏକ ସଂଗଠନ, ଯାହାକି ରାଷ୍ଟ୍ର ବୋଲି ଆମେ କହିପାରିବା। ରାଷ୍ଟ୍ର ହେଉଛି ସଂଘମାନଙ୍କର ସଂଘ। ରାଷ୍ଟ୍ର ହେଉଛି ସମସ୍ତ ଯାହା ସଂଘ ଅଛି ତାର ସଂଘ, କାରଣ ଏହାର ସାର୍ବଭୌମତ୍ୱ ରହିଛି, ଏହାର କ'ଣ ନିଜସ୍ୱ ନୀତି ଆଇନ କାନୁନ ରହିଅଛି। ବୁଝିହେଲା। ତାପରେ ଆମେ ଯିବା କ'ଣ ନେକ୍ସଟ ପଏଣ୍ଟ, ସରକାର ହେଉଛି ରାଷ୍ଟ୍ରର ଜୀବନ୍ତ ପ୍ରତିନିଧି। ସରକାର ହେଉଛନ୍ତି କ'ଣ ରାଷ୍ଟ୍ରର ଏକ ଜୀବନ୍ତ ପ୍ରତିନିଧି। ରାଷ୍ଟ୍ର ତାହାର ସମସ୍ତ କାର୍ଯ୍ୟ ସରକାରଙ୍କ ମାଧ୍ୟମରେ ହିଁ ସମ୍ପାଦନା କରିଥାନ୍ତି, ତେଣୁ ସରକାର ରାଷ୍ଟ୍ରର କାର୍ଯ୍ୟକାରୀ ଶକ୍ତି ବୋଲି କହିପାରିବା। ଆମେ ନିହାତି ଭାବରେ ରାଷ୍ଟ୍ର ପରିକଳ୍ପନା ଆମେ କରିପାରୁ, କିନ୍ତୁ ସରକାରକୁ ଆମେ ନିହାତି ଭାବେ ଦେଖିପାରୁ ଏବଂ ରାଷ୍ଟ୍ରର ସମସ୍ତ କାର୍ଯ୍ୟ କ'ଣ ସରକାର ନିର୍ବାହନ କରିଥାନ୍ତି। ଏଇଟା ନିହାତି ଭାବରେ ସତ୍ୟ। ତାପରେ ରାଷ୍ଟ୍ର ଓ ଜାତି ସମର୍ଥକ ଶବ୍ଦ ବାହାରେ ବ୍ୟବହୃତ ହୋଇଥାଏ, ମାତ୍ର ରାଷ୍ଟ୍ର ଏକ ବାସ୍ତବ ରାଜନୈତିକ ସଂଗଠନ ହୋଇଥିବା ବେଳେ ଜାତି ହେଉଛି ଏକ ଭାଗବତ ଧାରଣା। ଜାତି ଆମେ ନିହାତି ଭାବେ ଜାତିକୁ କ'ଣ ଗୋଟେ ଆମେ ସମସ୍ତେ ମନୁଷ୍ୟତା ଏକା ଆମେ ରହିଛୁ ବୋଲି ଆମେ ସମସ୍ତେ ଅନୁଭବ କରିଥାଉ, କିନ୍ତୁ ରାଷ୍ଟ୍ର ହେଉଛି ରାଜନୈତିକ ଏକ ସଂଗଠନ। ରାଷ୍ଟ୍ର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ମଧ୍ୟରେ ଆବଦ୍ଧ, ମାତ୍ର ଜାତିର କୌଣସି ଆଞ୍ଚଳିକତା ନାହିଁ। ଆମେ ଗୋଟାଏ ଜାତିର ଆମେ ସମସ୍ତେ ଭାରତୀୟ ବୋଲି କହିପାରିବା, ଆମର କ'ଣ ଆଞ୍ଚଳିକତା ଅଛି? ନାହିଁ, କିଛି ନାହିଁ। ତ ଆମେ ସମସ୍ତେ ଖାଲି ଭାରତୀୟ ବୋଲି କହିପାରିବା। ଏହା ଏକ ଭାଗବତ ବା ମନ କାଳ୍ପନିକ ହିସାବରେ ଆମେ ନେଇପାରିବା। ଗୋଟାଏ ଜାତିର ଲୋକ ଦୁଇଟି ରାଷ୍ଟ୍ରରେ ବାସ କରିପାରନ୍ତି, କିମ୍ବା ଦୁଇଟି ତତ୍ତ୍ୱାଧିକ ଜାତିର ଲୋକ ଗୋଟାଏ ରାଷ୍ଟ୍ରରେ ବାସ କରିପାରିବେ ନାହିଁ।